أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين ଆଜି ମଧ୍ୟ ମୁଁ ତବୁକ୍ ଯୁଦ୍ଧ ସଂକ୍ରାନ୍ତରେ ଅତିରିକ୍ତ ଚର୍ଚ୍ଚା ବର୍ଣ୍ଣନା କରିବି। ଜଣେ ବ୍ୟକ୍ତି ଜଦ୍ଦା ବିନ୍ କେସ୍ଙ୍କର ଘଟଣା ଉଲ୍ଲେଖ ରହିଛି ଯେ ସେ ମଧ୍ୟ କପଟ ବିଶ୍ୱାସୀମାନଙ୍କ ମଧ୍ୟରୁ ଜଣେ ଥିଲା, ଯିଏକି ଅବଦୁଲ୍ଲା ବିନ୍ ଉବାଇ ପରେ କପଟ ବିଶ୍ୱାସୀମାନଙ୍କର ଦ୍ୱିତୀୟ ବଡ଼ ସର୍ଦ୍ଦାର ଥିଲା। ସେ ସୁଲାହ ହୁଦୈବିୟା ଅବସରରେ ମଧ୍ୟ ବୟାତ କରି ନଥିଲା। ସେ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥିତ ହୋଇ ଯୁଦ୍ଧକ୍ଷେତ୍ରକୁ ଅର୍ଥାତ୍ ତବୁକ୍ ଯୁଦ୍ଧରେ ସାମିଲ ନ ହେବାର ଆଳ କରିଥିଲା। ଅତଏବ ଉଲ୍ଲେଖ ରହିଛି ଯେ ସେ କହିଲା, ହେ ଆଲ୍ଲାହଙ୍କ ରସୂଲ ସଲ୍ଲଲ୍ଲାହୁ ଆଲାଇହି वसल्लम, ମୋତେ ବିରାମ ଦିଅନ୍ତୁ, ଅବକାଶ ଦିଅନ୍ତୁ ଓ ପରୀକ୍ଷାରେ ପକାନ୍ତୁ ନାହିଁ। ଆଲ୍ଲାହଙ୍କ ରାଣ ମୋ ଜାତି ମୋ ସଂକ୍ରାନ୍ତରେ ଖୁବ୍ ଭଲ ଭାବରେ ଅବଗତ ଯେ ମୋ ଠାରୁ ବଳି ମହିଳାମାନଙ୍କୁ କେହି ଅଧିକ ଭଲ ପାଆନ୍ତି ନାହିଁ, ଅର୍ଥାତ୍ ମହିଳାମାନଙ୍କ ପ୍ରତି ମୋର ଦୁର୍ବଳତା ରହିଛି। ତେଣୁ ମୋତେ ଏହି ଭୟ ଘାରୁଛି ଯେ ଯଦି ମୁଁ ବନୁ ଆସଫର ଅର୍ଥାତ୍ ରୋମୀମାନଙ୍କ ମହିଳାମାନଙ୍କୁ ଦେଖେ ତେବେ ଧୈର୍ଯ୍ୟ ରକ୍ଷା କରିପାରିବି ନାହିଁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ତାହାର ଏହି ଅଭଦ୍ର ଓ ଅଶ୍ଳୀଳ ଉତ୍ତର ଶୁଣି ତାକୁ ଏହି କଥା କହି ତାଠାରୁ ବିମୁଖ ହୋଇଗଲେ ଯେ ଠିକ୍ ଅଛି, ତୁମକୁ ରଣକ୍ଷେତ୍ରକୁ ନ ଯିବାର ମୁଁ ଅନୁମତି ଦେଲି। ତାହାର ପୁତ୍ର ହଜରତ ଅବଦୁଲ୍ଲା ବିନ୍ ଜଦ୍ଦା, ଯିଏକି ଜଣେ ସାହାବୀ ଥିଲେ ଓ ବଦର ଯୁଦ୍ଧରେ ସେ ଅଂଶଗ୍ରହଣ କରିଥିଲେ, ଅତି ନିଷ୍ଠାବାନ ସାହାବୀ ଥିଲେ। ଏ ସମସ୍ତ କଥା ଶୁଣି ସେ କ୍ରୋଧିତ ହୋଇଉଠିଲେ ଓ କହିବାକୁ ଲାଗିଲେ, ନା ଆଲ୍ଲାହଙ୍କ ରାଣ, ଏହା ତ କପଟତା ଯେଉଁଥିପାଇଁ ତୁମେ ଯୁଦ୍ଧରେ ସାମିଲ ହେବାରୁ ବିରତ ରହିବାକୁ ଚାହୁଁଛ। ତୁମ ସଂକ୍ରାନ୍ତରେ ଆଲ୍ଲାହ ତାଆଲାଙ୍କ ବାର୍ତ୍ତାବହ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଉପରେ ଅବଶ୍ୟ ପବିତ୍ର କୁରାନର ବାଣୀ ଅବତୀର୍ଣ୍ଣ ହେବ। ଇତିହାସବିତ୍ ମାନେ କୁହନ୍ତି ଯେ ଜଦ୍ଦା ବିନ୍ କୈସ୍ ନିଜର ଜୋତା ଧରି ନିଜ ପୁତ୍ରର ମୁହଁକୁ ମାରିବାକୁ ଲାଗିଲା। ଫଳରେ ଜଦ୍ଦା ବିନ୍ କୈସ୍ର ପୁତ୍ର ହଜରତ ଅବଦୁଲ୍ଲା ବିନ୍ ଜଦ୍ଦା ସେଠାରୁ ଫେରିଆସିଲେ ଓ ନିଜ ପିତାଙ୍କ ସହିତ କୌଣସି କଥାବାର୍ତ୍ତା କଲେ ନାହିଁ। ଆଉ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ଜଦ୍ଦା ବିନ୍ କୈସ୍ ସମ୍ପର୍କରେ ପବିତ୍ର କୁରାନରେ ଏହି ଆୟତ ଅବତୀର୍ଣ୍ଣ ହେଲା ଯେ ମିନହୁମ୍ ମାଇ ୟକୁଲୁ ଜଲ୍ଲି ୱଲା ତଫ୍ତିନ୍ନି, ଅର୍ଥାତ୍ ଏବଂ ସେମାନଙ୍କ ମଧ୍ୟରୁ ଏପରି କେତେକ କପଟ ବିଶ୍ୱାସୀମାନେ ଅଛନ୍ତି ଯେଉଁମାନେ କୁହନ୍ତି, ଆମମାନଙ୍କୁ ପଛରେ ରହିଯିବା ପାଇଁ ଅନୁମତି ପ୍ରଦାନ କର ଏବଂ ଆମମାନଙ୍କୁ ପରୀକ୍ଷାରେ ପକାଅ ନାହିଁ। ଜାଣି ରଖ, ଏହି ଲୋକମାନେ ଆଦ୍ୟରୁ ବିଶୃଙ୍ଖଳାରେ ଜଡ଼ିତ ରହିଥିଲେ ଏବଂ ନର୍କ ଅବିଶ୍ୱାସକାରୀମାନଙ୍କୁ ନିଶ୍ଚୟ ବିନାଶ କରିବ। ମଦିନାରେ କପଟ ବିଶ୍ୱାସୀ ଓ ୟହୁଦୀମାନେ ମିଥ୍ୟା ଗୁଜବ ପରିବ୍ୟାପ୍ତ କରି ମୁସଲମାନମାନଙ୍କ ସାହସ ଓ ମନୋବଳକୁ ଦୁର୍ବଳ କରିବା ତଥା ସେମାନଙ୍କୁ ଯୁଦ୍ଧ କରିବାରୁ ବିରତ ରଖିବା ସକାଶେ ପୂର୍ଣ୍ଣ ପ୍ରଚେଷ୍ଟା କରୁଥିଲେ। ଆଉ ଏଥିପାଇଁ ସେମାନେ ଭଳିକି ଭଳି ଯୋଜନା ପ୍ରୟୋଗ କରୁଥିଲେ। ସେମାନେ ନିଜର ଏକ କେନ୍ଦ୍ର ସ୍ଥାପନ କରିଥିଲେ। ନବୀ ଶ୍ରେଷ୍ଠ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲାଇହି वसल्लम
ତାହାକୁ ଭାଙ୍ଗି ଦେବାକୁ ଆଦେଶ ଦେଲେ। ଯଦିଚ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମ ନିଜ ଦୟା ଓ କରୁଣା ସ୍ୱଭାବବଶତଃ ସେମାନଙ୍କ ସହିତ ନମ୍ର ଆଚରଣ କରୁଥିଲେ, କିନ୍ତୁ ଯେତେବେଳେ ବ୍ୟବସ୍ଥା ବିରୁଦ୍ଧରେ କୌଣସି ଭୟଙ୍କର ଷଡ଼ଯନ୍ତ୍ର ହେଉଥିଲା, ସେତେବେଳେ ସେ ତାହାକୁ ବେଶ ବୁଦ୍ଧିମତା କିନ୍ତୁ ଦୃଢ଼ତାର ସହିତ ଶେଷ କରିବା ସକାଶେ ପଦକ୍ଷେପ ଗ୍ରହଣ କରୁଥିଲେ। ଏହି ମୌଳିକ ନୀତି ସର୍ବଦା ମନେ ରଖିବା ଉଚିତ ଯେ ଯଦି ବ୍ୟବସ୍ଥା ବିପରୀତ କୌଣସି ଘଟଣା ଘଟେ, ସେତେବେଳେ କଠୋରତା ମଧ୍ୟ ପ୍ରଦର୍ଶନ କରାଯାଇଥାଏ। ସେପରି ସ୍ଥଳେ ନମ୍ର ଆଚରଣ କରିବାର ପ୍ରଶ୍ନ ହିଁ ଉଠୁନାହିଁ। ସୁତରାଂ ଏହିପରି ଏକ କାର୍ଯ୍ୟକ୍ରମ ଏହି ସ୍ଥଳେ ମଧ୍ୟ ଗ୍ରହଣ କରାଯାଇଥିଲା, କିନ୍ତୁ ମହାଭାଗଙ୍କ ଦୟା ଓ କ୍ଷମା ଆଚରଣ ଏପରି ସର୍ବୋପରି ଥିଲା ଯେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମ ସେମାନଙ୍କ ମଧ୍ୟରୁ କାହାରିକୁ ବି ଗିରଫ କରିବାର ଆଦେଶ ଜାରି କରିନଥିଲେ, ଆଉ ନା ଅନ୍ୟ କୌଣସି ପ୍ରକାରର ଦଣ୍ଡବିଧାନ କରାଯାଇଥିଲା। ହଜରତ ମୁହମ୍ମଦ ମୁସ୍ତଫା ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମ ସେମାନଙ୍କୁ କ୍ଷମା କରିଦେଇଥିଲେ। ହଁ, ଷଡ଼ଯନ୍ତ୍ରର ଆଡ୍ଡା ଅର୍ଥାତ୍ କେନ୍ଦ୍ରସ୍ଥଳୀକୁ ଧୂଳିସାତ କରିଦିଆଯାଇଥିଲା। ତେବେ ଆଉ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି, ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମଙ୍କୁ ଯେତେବେଳେ ସୂଚନା ପ୍ରାପ୍ତ ହେଲା ଯେ କପଟ ବିଶ୍ୱାସୀମାନେ ସୁଏଲମ ୟହୁଦୀ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏକତ୍ରିତ ହୋଇଛନ୍ତି। ସୁଏଲମ ୟହୁଦୀର ଘର ଜାସୁସ ଗୁଇନ୍ଦା ପାଖରେ ଅବସ୍ଥିତ ଥିଲା। ସୁଏଲମ ୟହୁଦୀର ଘର ଜାସୁମ ପାଖରେ ଅବସ୍ଥିତ ଥିଲା। ମଦିନାରେ ଜାସୁମ ନାମକ ଏକ କୂପ ରହିଥିଲା। ସେହି କୂପକୁ ବେରେ ଜାସିମ ମଧ୍ୟ କୁହାଯାଉଥିଲା। ଏହି କପଟ ବିଶ୍ୱାସୀମାନେ ତବୁକ ଯୁଦ୍ଧରେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସହିତ ଯିବାରୁ ବିରତ ରହିଥିଲେ, ପଛରେ ରହିଯାଇଥିଲେ। ପ୍ରକୃତରେ ମଦିନାରେ ମୁସଲମାନମାନଙ୍କୁ ସେହି ଯୁଦ୍ଧରେ ନ ଯିବା ନିମନ୍ତେ ପ୍ରତ୍ୟେକ ପ୍ରକାରର ନକାରାତ୍ମକ ଯୋଜନାରେ ମଧ୍ୟ ସମ୍ପୃକ୍ତ ଥିବାର ଧରାପଡ଼ିଥିଲେ। ସେମାନେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମ ତଲହା ବିନ୍ ଉବେଦୁଲ୍ଲା ରଜିୟତାଲାଙ୍କୁ କେତେକ ସଦସ୍ୟ ବୃନ୍ଦଙ୍କ ସହିତ ଅର୍ଥାତ୍ ମୁସଲମାନମାନଙ୍କ ସହିତ ସେହି ଆଡ଼କୁ ପ୍ରେରଣ କରାଯାଇଥିଲା। ସେମାନେ ସୁଏଲମଙ୍କର ସଂହାର କରିଥିଲେ ଓ ତାହାର ଘରକୁ, ଯାହାକି ଉପରେ ଯେପରିକି ଚର୍ଚ୍ଚା କରି ଆସିଲି କପଟ ବିଶ୍ୱାସୀମାନଙ୍କର କେନ୍ଦ୍ରସ୍ଥଳୀ ଥିଲା, ଆଡ୍ଡା ଥିଲା, ତାହାକୁ ନିଆଁ ଲଗାଇ ଜାଳି ଦେଇଥିଲେ, ଧୂଳିସାତ କରିଦେଇଥିଲେ। ତାପରେ ସେଠାରୁ କପଟ ବିଶ୍ୱାସୀମାନେ ସମସ୍ତେ ପଳାୟନ କରିଥିଲେ। ସେହି ପଳାୟନକାରୀଙ୍କ ମଧ୍ୟରୁ ଜାହାକ୍ ବିନ୍ ଖଲିଫା ନାମକ ଜଣେ ବ୍ୟକ୍ତି ଥିଲା। ଏହି ବ୍ୟକ୍ତି ଜଣକ କପଟ ବିଶ୍ୱାସୀମାନଙ୍କ ସହିତ ମିଶିଥିଲା। ସେ ଘରର ଛାତ ଉପରେ ଚଢ଼ିଗଲା ଓ ଛାତର ପଛପଟୁ ତଳକୁ ଡେଇଁ ପଡ଼ିଲା, ଯଦ୍ୱାରା କି ତାର ଗୋଡ଼ ଓ ମଣିବନ୍ଧ ଭାଙ୍ଗି ଯାଇଥିଲା। ଏହି ଅବସରରେ କିଛି ସାହାବା ରୋଦନ କରି ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ସେବାରେ ଉପସ୍ଥିତ ହୋଇଥିଲେ ଏବଂ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ଠାରୁ ନିଜ ପାଇଁ ବାହନ ବରାଦ କରିଥିଲେ, ଅର୍ଥାତ୍ ତବୁକ ଯୁଦ୍ଧକୁ ଯିବା ପାଇଁ, ଯାହାକି ଏକ ଦୀର୍ଘ ଯାତ୍ରା ଥିଲା ଓ ତାହା ବି କଷ୍ଟକର ପରିସ୍ଥିତିରେ, ଅର୍ଥାତ୍ ସେତେବେଳେ ପାଗ ମଧ୍ୟ ଭୀଷଣ ଗ୍ରୀଷ୍ମ ଋତୁ ଚାଲିଥିଲା ଓ ଭୀଷଣ ଗ୍ରୀଷ୍ମ ତାପ ଅନୁଭୂତ ହେଉଥିଲା। ତେଣୁକରି ସେମାନେ ହୁଜୁର ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ଠାରୁ ବାହନ ବରାଦ କରିଥିଲେ, କାରଣ ସେମାନେ ଅଭାବଗ୍ରସ୍ତ ଥିଲେ। ହଜରତ ମୁହମ୍ମଦ ସାଲ୍ଲାଲ୍ଲାହୁ ଆଲାଇହି ୱସଲ୍ଲମ କହିଲେ, ମୋ ନିକଟରେ ତ ଏବେ କିଛି ନାହିଁ ଯାହାକି ମୁଁ ତୁମମାନଙ୍କୁ ପ୍ରଦାନ କରିପାରିବି। ଏଥିରେ ସେମାନେ ରୋଦନ କରି ଫେରିଗଲେ। ସେହି ସାହାବାମାନଙ୍କ ନିଷ୍ଠା, ବିଶ୍ୱସ୍ତତା ଓ ଅସହାୟ ଅବସ୍ଥାର ବର୍ଣ୍ଣନା ଆଲ୍ଲାହ ତାଆଲା ପବିତ୍ର କୁରାନରେ ଏପରି କରିଛନ୍ତି, ଏବଂ ସେମାନଙ୍କ ଉପରେ କୌଣସି ଆରୋପ ନାହିଁ। ଆଉ ସେମାନେ ତୁମ ନିକଟକୁ ଏପରି ଅବସ୍ଥାରେ ଆସିଲେ ଯେତେବେଳେ ଯୁଦ୍ଧର ଘୋଷଣା କରିଦିଆଯାଇଥିଲା, ଏଥିପାଇଁ କି ତୁମ୍ଭେ ସେମାନଙ୍କୁ କିଛି ବାହନ ପ୍ରଦାନ କରିଦେବ। ଆଉ ତୁମେ ତ ତାଙ୍କୁ ଉତ୍ତର ଦେଲ ଯେ ମୋ ନିକଟରେ କିଛି ନାହିଁ ଯାହାକି ମୁଁ ତୁମମାନଙ୍କୁ ପ୍ରଦାନ କରିପାରିବି ଓ ତାହା ଉପରେ ତୁମେ ଆରୋହଣ କରିବ। ଏହି ଉତ୍ତର ଶୁଣି ସେମାନେ ଫେରିଗଲେ ଓ ଏହି ଦୁଃଖରେ ସେମାନଙ୍କ ଚକ୍ଷୁରୁ ଅଶ୍ରୁ ନିର୍ଗତ ହୋଇ ଚାଲିଥିଲା। ସେମାନେ ଏପରି ଅଭାବୀ ଯାହାଙ୍କ ନିକଟରେ କିଛି ହେଲେ ନଥିଲା, ଯାହା ଫଳରେ ସେମାନେ ତାହାକୁ ଆଲ୍ଲାହଙ୍କ ମାର୍ଗରେ ବ୍ୟୟ କରିପାରିବେ। ଏହା ସୂରା ତବାର ଆୟାତ
ପରବର୍ତ୍ତୀ ସମୟରେ ସେମାନଙ୍କୁ ପାଥେୟ ଉପଲବ୍ଧ ହୋଇଗଲା ଓ ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସହିତ ଯୁଦ୍ଧ ପାଇଁ ବାହାରିଗଲେ। ହଜରତ ଅବୁ ମୁସା ଅଶରୀ ରଜିୟତାଲାଙ୍କ କବିଲାର ଲୋକମାନେ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଠାରୁ ବାହନ ବରାଦ କରିଥିଲେ। ସେମାନେ 6 ଜଣ ବ୍ୟକ୍ତି ଥିଲେ। ସେମାନେ ହଜରତ ଅବୁ ମୁସା ଅଶରୀ ରଜିୟତାଲାଙ୍କୁ ନିଜ ପ୍ରତିନିଧି କରି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟକୁ ପ୍ରେରଣ କରିଥିଲେ। ତାଙ୍କୁ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ ଯେ ମୋ ନିକଟରେ ତୁମକୁ ଦେବା ପାଇଁ କିଛି ହେଲେ ନାହିଁ। ଏଥିରେ ସେହି ଲୋକମାନେ ଅଶ୍ରୁ ଝରାଇ ସେଠାରୁ ଫେରିଗଲେ। କିନ୍ତୁ ଇତିମଧ୍ୟରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ହଜରତ ସାଦ୍ ବିନ୍ ଉବାଦା ରଜିୟତାଲାଙ୍କ ଠାରୁ ଓଟ ଖରିଦ କରି ହଜରତ ଅବୁ ମୁସା ଅଶରୀ ରଜିୟତାଲାଙ୍କୁ ଡକାଇଥିଲେ ଓ ତାଙ୍କୁ ସେହି ଓଟଗୁଡ଼ିକୁ ପ୍ରଦାନ କରି କହିଲେ ଯେ ଏହାକୁ ନେଇ ନିଜ ସାଥୀମାନଙ୍କୁ ପ୍ରଦାନ କରିଦିଅ। ତେବେ ସେହି ଅଭାବୀ ଦରିଦ୍ର ନିଃସ୍ୱ ସାହାବୀମାନେ ଯାହାଙ୍କ ନିକଟରେ କିଛି ବି ନଥିଲା, ଇତିହାସ ଓ ଜୀବନୀର ପୁସ୍ତକ ଗୁଡ଼ିକରେ ସେମାନଙ୍କ ସଂଖ୍ୟା ପ୍ରାୟ 18ଟି ଉଲ୍ଲେଖ କରାଯାଇଛି। ଅର୍ଥାତ୍ 18 ଜଣ ଏପରି ସାହାବା ଥିଲେ ଯାହାଙ୍କ ନିକଟରେ କିଛି ହେଲେ ନଥିଲା। କିନ୍ତୁ ସର୍ବାଧିକ 7 ଜଣ ବ୍ୟକ୍ତିଙ୍କର ନାମ ଉଲ୍ଲେଖ ରହିଛି, ଯେଉଁଥିରେ ସମସ୍ତ ଇତିହାସବିତ୍ ସହମତି ପ୍ରକାଶ କରିଛନ୍ତି। ତେବେ ସେହି ଲୋକମାନଙ୍କ ମଧ୍ୟରେ ସାଲିମ୍ ବିନ୍ ଉମେର, ଉଲବା ବିନ୍ ଜୈଦ, ଅବୁ ଲୈଲା, ଅବ୍ଦୁର रहमान ବିନ୍ କାବ, ଅମ୍ର ବିନ୍ ହୁମାମ, ଅବଦୁଲ୍ଲା ବିନ୍ ମୁଗଫଲ ମୁଜନି, ହରମୀ ବିନ୍ ଅବଦୁଲ୍ଲା ଓ ଇରବାଜ ବିନ୍ ସିରିୟା ଆଦି ସାହାବୀମାନଙ୍କର ନାମ ଉଲ୍ଲେଖ ରହିଛି। ସେହିପରି ଆଉ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ହଜରତ ୟାମିମ ବିନ୍ ଉମେର ବିନ୍ କାବ ନଜରୀ ଓ ହଜରତ ଅବୁ ଲୈଲା, ହଜରତ ଅବ୍ଦୁର रहमान ବିନ୍ କାବ, ହଜରତ ଅବଦୁଲ୍ଲା ବିନ୍ ମୁଗଫଲ ରଜିୟତାଲ୍ଲାହଙ୍କ ସହିତ ବାଟରେ ଦେଖା ହେଲା। ଏମାନେ ଦୁହେଁ କାନ୍ଦୁଥିଲେ। ସେହି ସାହାବାମାନେ ଏହି 2 ଜଣ ଲୋକମାନଙ୍କୁ କାନ୍ଦିବାର କାରଣ ପଚାରିବାରୁ ସେମାନେ କହିଲେ, ଆମେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟକୁ ଯାଇଥିଲୁ ଓ ହୁଜୁରଙ୍କ ଠାରୁ ବାହନ ବରାଦ କରିଥିଲୁ, କିନ୍ତୁ ସେଠାରେ ମଧ୍ୟ ଆମମାନଙ୍କୁ କିଛି ମିଳିଲା ନାହିଁ। ଆମମାନଙ୍କ ନିକଟରେ ଏବେ ଧନ ନାହିଁ ଯେ ଆମେ ବାହନ ଖରିଦ କରିବୁ ଓ ଜେହାଦରେ ସାମିଲ ହୋଇଯିବୁ। ପ୍ରତି ଉତ୍ତରରେ ସେ ସେମାନଙ୍କୁ ଏକ ଜଳ ବହନକାରୀ ଓଟ ପ୍ରଦାନ କଲେ। ଏମାନେ ଅର୍ଥାତ୍ ସେହି ସାହାବା ଦ୍ୱୟ ହଜରତ ୟାମିନ ବିନ୍ ଉମେର ଓ ହଜରତ ଅବୁ ଲୈଲା ସେହି ଓଟର ପିଠି ଉପରେ ଆରୋହଣ କରି ଓ ପାଥେୟ ରୂପେ କିଛି ଖଜୁରୀ କୋଳି ନିଜ ସାଙ୍ଗରେ ଧରି ବାହାରି ପଡ଼ିଲେ। ଏପରି ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସହିତ ଜିହାଦରେ ସାମିଲ ହୋଇଥିଲେ। ହଜରତ ଅବ୍ବାସ ରଜିୟତାଲାଙ୍କୁ ଯେତେବେଳେ ଏହି ସୂଚନା ପ୍ରାପ୍ତ ହେଲା, ସେତେବେଳେ ସେ ମଧ୍ୟ 2 ଜଣ ସାହାବୀଙ୍କୁ ବାହନ ଓ ପାଥେୟ ପ୍ରଦାନ କରିଥିଲେ, ଉପଲବ୍ଧ କରାଇଥିଲେ ଓ ଅବଶିଷ୍ଟ 3 ଜଣ ସାହାବୀଙ୍କୁ ହଜରତ ଉସ୍ମାନ ରଜିୟତାଲ୍ଲାହ ବାହନ ଓ ପାଥେୟ ପ୍ରଦାନ କରିଥିଲେ। ଏହିପରି ଭାବରେ ସେହି 7 ଜଣ ଜିହାଦକାରୀମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସହିତ ଯୁଦ୍ଧ ନିମନ୍ତେ ବାହାରି ଯାଇଥିଲେ। ସେହିପରି ହଜରତ ଅବୁ ମୁସା ଅଶରୀ ରଜିୟତାଲ୍ଲାହଙ୍କ ସମ୍ପ୍ରଦାୟର ଲୋକମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଠାରୁ ବାହନ ବରାଦ କରିଥିଲେ। ସେମାନେ 6 ଜଣ ଲୋକ ଥିଲେ। ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥିତ ହୋଇ କହିଲେ, ସେମାନଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ଲୋକମାନେ, ଯେ ମୋ ପାଖରେ କିଛି ବି ନାହିଁ ଯାହାକି ମୁଁ ତୁମକୁ ଦେଇପାରିବି। ବୁଖାରୀର ବର୍ଣ୍ଣନାରେ ଉଲ୍ଲେଖ ରହିଛି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଶପଥ କରି କହିଲେ, ମୋ ନିକଟରେ କିଛି ବି ନାହିଁ ଯାହାକି ମୁଁ ତୁମକୁ ପ୍ରଦାନ କରିପାରିବି। ବୁଖାରୀରେ ବର୍ଣ୍ଣିତ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ରାଣ ଖାଇ କହିଲେ, ମୋ ପାଖରେ କିଛି ବି ନାହିଁ ଯାହାକି ମୁଁ ତୁମକୁ ପ୍ରଦାନ କରିବି। ଫଳତଃ ସେହି ଲୋକମାନେ କାନ୍ଦି କାନ୍ଦି ସେଠାରୁ ଫେରି ଚାଲି ଯାଇଥିଲେ। ହଜରତ ସାଦ୍ ବିନ୍ ଉବାଦା ରଜିୟତାଲ୍ଲାହଙ୍କ ଠାରୁ କିଛି ଓଟ ଶେଷରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଖରିଦ କରି ହଜରତ ଅବୁ ମୁସା ଅଶରୀଙ୍କୁ ପ୍ରଦାନ କରିଥିଲେ ଓ ସେ ତାଙ୍କୁ ନିଜ ସାଥୀମାନଙ୍କୁ ଯୋଗାଇ ଦେଇଥିଲେ। ଏହି ଘଟଣାର ସବିଶେଷ ବିବରଣୀ ସ୍ୱୟଂ ହଜରତ ଅବୁ ମୁସା ଅଶରୀ ରଜିୟତାଲ୍ଲାହ ଏପରି ବର୍ଣ୍ଣନା କରିଛନ୍ତି, ଯାହାକି ବୁଖାରୀରେ ଉଲ୍ଲେଖ ରହିଛି। ସେ କୁହନ୍ତି, କେତେକ ଅଶରୀ ସମ୍ପ୍ରଦାୟର ଲୋକମାନଙ୍କ ସହିତ ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥିତ ହେଲି ଏବଂ ହୁଜୁରଙ୍କ ଠାରୁ ବାହନ ବରାଦ କଲି। ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଆଲ୍ଲାହଙ୍କ ଶପଥ କରି କହିଲେ ଯେ
ମୋ ନିକଟରେ ବର୍ତ୍ତମାନ କିଛି ବି ନାହିଁ ଯାହାକି ମୁଁ ତୁମକୁ ପ୍ରଦାନ କରିପାରିବି। ଠିକ୍ ସେତିକି ବେଳେ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟକୁ ମାଲେ ଗନିମତର ଓଟ ଆସି ପହଞ୍ଚିଲା। ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ପଚାରିଲେ, ସେହି ଆଶରୀ ସମ୍ପ୍ରଦାୟର ଲୋକମାନେ କାହାନ୍ତି? ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम 5ଟି ଧଳା ରଙ୍ଗର ଉଚ୍ଚ କୁଦ ଥିବା ଓଟ ସେମାନଙ୍କୁ ପ୍ରଦାନ କଲେ। ଅତଏବ ସେମାନେ ତାହାକୁ ଧରି ନିଜ ସମ୍ପ୍ରଦାୟ ଆଡ଼କୁ ଫେରି ଆସିଲେ। ତାପରେ ହଜରତ ଆବୁ ମୁସା ଆଶରୀ ରଜିୟଲ୍ଲାହୁ ନିଜ ସମ୍ପ୍ରଦାୟ ଆଡ଼କୁ ଫେରିଆସି କହିଲେ ଯେ ତୁମେମାନେ ଏହା ଭାବ ନାହିଁ ଯେ ଯାହା ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ମୋତେ କହିନଥିଲେ ମୁଁ ସ୍ୱୟଂ ତୁମକୁ ସେହି କଥା କହିଦେବି। ସେହି ଜିହାଦକାରୀ ଲୋକମାନେ କହିବାକୁ ଲାଗିଲେ, ହେ ଆବୁ ମୁସା ଆଶରୀ, ଆମେମାନେ ଆପଣଙ୍କୁ ସତ୍ୟବାଦୀ ମନେ କରୁଛୁ। ଯଦିଓ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ପ୍ରଥମେ ବାହନ ଦେବାକୁ ଅସ୍ୱୀକାର କରିଦେଇଥିଲେ, ସେଥିପାଇଁ ଆପଣ ଏପରି କଥା କହିଲେ। ଅର୍ଥାତ୍ ଆବୁ ମୁସା ଆଶରୀ ରଜିୟଲ୍ଲାହୁ ଅତ୍ୟନ୍ତ ସତର୍କତା ଅବଲମ୍ବନକାରୀ ବ୍ୟକ୍ତି ଥିଲେ। ତେଣୁ ସେ ନିଜର ସାଥୀମାନଙ୍କୁ କହିଲେ, ତୁମେମାନେ ଏହା ବୁଝିନେବ ନାହିଁ ଯେ ପ୍ରଥମେ ମୁଁ ତୁମକୁ ନିଜ ତରଫରୁ ଗୋଟିଏ କଥା କହି ଦେଇଥିଲି, କାରଣ କିଛି ସମୟ ପରେ ହିଁ ମୁଁ ଓଟ ନେଇ ଆସିଲି, କିନ୍ତୁ ସତ୍ୟ ଏହା ହିଁ। ଅତଏବ ତୁମମାନଙ୍କ ମଧ୍ୟରୁ ଯଦି କୌଣସି ବ୍ୟକ୍ତି ସେଠାରେ ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁଙ୍କ ସମ୍ମୁଖରେ ଉପସ୍ଥିତ ଥିଲା ଓ ମୁଁ ସେତେବେଳେ ହୁଜୁର ସଲ୍ଲଲ୍ଲାହୁଙ୍କୁ ବାହନ ଦେବା ନିମନ୍ତେ ଅନୁରୋଧ କରିଥିଲି, ତେବେ ସେହି ବ୍ୟକ୍ତିକୁ ଡାକ, କାରଣ ସେହି ବ୍ୟକ୍ତି ମୋର ପ୍ରତ୍ୟକ୍ଷ ସାକ୍ଷୀ। ହୁଜୁର ସଲ୍ଲଲ୍ଲାହୁ ପୂର୍ବରୁ ହିଁ ଉତ୍ତର ଦେଇଥିଲେ ଓ ପରେ ଯାଇ ଓଟର ବ୍ୟବସ୍ଥା ହେବା ଫଳରେ ସେ ତାହା ଆମକୁ ଯୋଗାଇ ଦେଲେ। ସେ ଯାହା ହେଉ, ଲୋକମାନେ କହିଲେ, ଆମେମାନେ ତ ଆପଣଙ୍କୁ ସତ୍ୟବାଦୀ ମନେ କରୁଛୁ, ତେଣୁ ଆପଣଙ୍କୁ ଯାହା ଭଲ ଲାଗିବ ଆପଣ ତାହା କରନ୍ତୁ। ହଜରତ ଆବୁ ମୁସା ଆଶରୀ ରଜିୟଲ୍ଲାହୁ ସେହି ଲୋକମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ଧରି ଆସିଲେ, ଏପର୍ଯ୍ୟନ୍ତ କି ଆପଣ ରଜିୟଲ୍ଲାହୁ ସେହି ଲୋକମାନଙ୍କ ପାଖକୁ ଆସିଲେ ଯେଉଁମାନେ ହୁଜୁର ସଲ୍ଲଲ୍ଲାହୁଙ୍କ କଥା ଶୁଣିଥିଲେ ଯେ ପ୍ରଥମେ ହୁଜୁର ସଲ୍ଲଲ୍ଲାହୁ ବାହନ ଦେବାକୁ କିପରି ଅସ୍ୱୀକାର କରିଥିଲେ ଓ ନିଜ ଅସହାୟତା ପ୍ରକାଶ କରିଥିଲେ ଯେ ତାଙ୍କ ନିକଟରେ କିଛି ନାହିଁ ବୋଲି। ପୁନଶ୍ଚ ଯେତେବେଳେ ମାଲେ ଗନିମତ ରୂପେ ଓଟ ହୁଜୁର ସଲ୍ଲଲ୍ଲାହୁଙ୍କ ନିକଟକୁ ଚାଲି ଆସିଲା, ସେତେବେଳେ ହୁଜୁର ତାହା ପ୍ରଦାନ କରିଥିଲେ। ଏପରି ସମସ୍ତ ଘଟଣାର ବୃତ୍ତାନ୍ତ ସେ ନିଜ ସମ୍ପ୍ରଦାୟକୁ କହି ତାଙ୍କୁ ଅବଗତ କରାଇଥିଲେ ଓ ସେତେବେଳେ ଯେଉଁ 6ଗୋଟି ଓଟ ତାଙ୍କୁ ମିଳିଥିଲା ସେ ନିଜ ସାଥୀମାନଙ୍କୁ ତାହା ପ୍ରଦାନ କରିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ରାଣ ଖାଇବା ସମ୍ପର୍କରେ ଯେଉଁ ବର୍ଣ୍ଣନା ରହିଛି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କେଉଁ କାରଣ ଯୋଗୁଁ ରାଣ ଖାଇଥିଲେ, ଶପଥ କରିଥିଲେ, ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ତଫସିରରେ ଏକ ସ୍ଥାନରେ ବ୍ୟାଖ୍ୟା କରିଛନ୍ତି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ଆପଣ ରଜିୟଲ୍ଲାହୁ ଉଲ୍ଲେଖ କରିଛନ୍ତି। ଏଠାରେ ଗୋଟିଏ ପ୍ରଶ୍ନ ସୃଷ୍ଟି ହେଉଛି ଯେ ହୁଜୁର ସଲ୍ଲଲ୍ଲାହୁଙ୍କ ପାଖରେ ତ ବାହନ ନଥିଲା, କିନ୍ତୁ ହୁଜୁର ଶପଥ ବା ରାଣ କାହିଁକି ଖାଇଲେ? ପବିତ୍ର କୁରାନ କରୀମ, ହାଦିସ ଓ ଇତିହାସ ପୁସ୍ତକରୁ ଏହା ଜଣାପଡ଼େ ଯେ ବାସ୍ତବରେ ହୁଜୁର ସଲ୍ଲଲ୍ଲାହୁଙ୍କ ପାଖରେ ସେତେବେଳେ କୌଣସି ବାହନ ନଥିଲା। ହୁଜୁର ରାଣ ଖାଇବାର ଅର୍ଥ ଏହିକି ଯେ କୌଣସି ବସ୍ତୁ ବିଦ୍ୟମାନ ବା ଉପସ୍ଥିତ ଥିବ ଓ ଅନ୍ୟକୁ ଦେବାକୁ ଯଦି ଅସ୍ୱୀକାର କରିଦିଆଯାଏ ଯେ ନା ମୋ ପାଖରେ ଅମୁକ ବସ୍ତୁ ନାହିଁ, ବର୍ତ୍ତମାନ କ'ଣ କୌଣସି ବ୍ୟକ୍ତି ରାଣ ଖାଇପାରିବ ଯେ ମୁଁ ଚନ୍ଦ୍ର ପାଖକୁ ଯିବି ନାହିଁ କିମ୍ବା ସୂର୍ଯ୍ୟ ପାଖକୁ ଯିବି ନାହିଁ, ଅବା ଏହି ପ୍ରକାରର ସେ ରାଣ ଖାଇଥାଏ ଯେ ମୁଁ ଥରେ ବି ହାତ ଦ୍ୱାରା ସ୍ପର୍ଶ କରିନାହିଁ। ଏହିପରି ଏହା ମଧ୍ୟ ପ୍ରଶ୍ନ କରାଯାଏ ଯେ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁଙ୍କ ପାଖରେ ବାହନ ନଥିଲା, ସେତେବେଳେ ହୁଜୁର କାହିଁକି ରାଣ ଖାଇଲେ? ଏହାର ଉତ୍ତର ଏହିକି ଯେ ଅଶିଷ୍ଟ ଓ ଅସଭ୍ୟ ଲୋକମାନେ ସତ କହୁଥିବା ରାଣ ଖାଉଥିବା ବ୍ୟକ୍ତିର ଭରସା କରନ୍ତି ନାହିଁ, କାରଣ ଯେପର୍ଯ୍ୟନ୍ତ ସତ କହୁଥିବା ବ୍ୟକ୍ତି ରାଣ ଖାଆନ୍ତି ନାହିଁ, ସେ ପର୍ଯ୍ୟନ୍ତ ଏପରି ଦୁରାଚାରୀମାନେ ତାଙ୍କୁ ବିଶ୍ୱାସ କରନ୍ତି ନାହିଁ। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ କୁହନ୍ତି, ଆମ ପାଖକୁ ବେଳେବେଳେ ଏପରି ଲୋକମାନେ ମଧ୍ୟ ଆସିଯାଇଥାନ୍ତି ଯେଉଁମାନେ କୁହନ୍ତି ଯେ ମହୋଦୟ, ଆପଣ ଆମର ଅମକ କାମ କରାଇ ଦିଅନ୍ତୁ। ଆମେ ସେମାନଙ୍କୁ କହୁ, ଆଜ୍ଞା ଦେଖନ୍ତୁ, ଆମେ ଆପଣଙ୍କର ଅମକ କାମଟି କରିପାରିବୁ ନାହିଁ। ସେମାନେ କୁହନ୍ତି, ଆପଣ ସବୁକିଛି କରିପାରିବେ, ଅର୍ଥାତ୍ ଏଥିପାଇଁ ଆପଣ ସକ୍ଷମ, କିନ୍ତୁ ଆମେ ମିଛ କହିଦେଇଥାଉ ଯେ ଆମେ ଅମକ କାମଟି କରିପାରିବୁ ନାହିଁ। ଠିକ୍ ସେହିପରି
ସେହି ଲୋକମାନେ ଅସଭ୍ୟ ଲୋକ ଥିଲେ। ସେମାନେ ଇସଲାମ ଧର୍ମରେ ନୂତନ ରୂପେ ପ୍ରବିଷ୍ଟ କରିଥିଲେ, ନବଦୀକ୍ଷିତ ଲୋକ ଥିଲେ। ସେମାନଙ୍କୁ ହୁଜୁର ସଲ୍ଲଲ୍ଲାହୁଙ୍କ ସତ୍ୟତା, ଗରିମା ଓ ଉଚ୍ଚ ଆସନ ସମ୍ପର୍କରେ, ପଦମର୍ଯ୍ୟାଦା ସମ୍ପର୍କରେ କିଛି ବି ଜଣା ନଥିଲା। ସୁତରାଂ ଯେତେବେଳେ ହୁଜୁର ସଲ୍ଲଲ୍ଲାହୁ ସେମାନଙ୍କୁ କହିଲେ ଯେ ମୋ ପାଖରେ ବାହନ ନାହିଁ, ସେତେବେଳେ ସେମାନେ ଏହା ମନେ କଲେ ଯେ ହୁଜୁର ସଲ୍ଲଲ୍ଲାହୁ ପାଖରେ ବାହନ ତ ଅଛି, କିନ୍ତୁ ଦେବାକୁ ମନା କରୁଛନ୍ତି। ତେଣୁ ସେମାନେ ହୁଜୁର ସଲ୍ଲଲ୍ଲାହୁଙ୍କ ଉପରେ ବିଶ୍ୱାସ କରିବା ପାଇଁ, ତାଙ୍କ କଥାକୁ ସତ ମଣିବା ପାଇଁ, ବୁଝିବା ପାଇଁ ଏପରି ଉକ୍ତି କୁହାଯାଇଥାଏ। ଯେପରିକି ଆରବୀରେ ଭରସା ଜିତିବା ପାଇଁ ୱଲ୍ଲାହ, ବିଲ୍ଲାହ, ସୁମ୍ମା ତଲ୍ଲାହି ଇତ୍ୟାଦି ଶବ୍ଦ ବ୍ୟବହାର କରାଯାଇଥାଏ। ତେଣୁ ସେମାନଙ୍କ ସନ୍ତୁଷ୍ଟି ପ୍ରାପ୍ତି ନିମନ୍ତେ ସେମାନଙ୍କଠାରୁ ପିଛା ଛଡ଼ାଇବା ପାଇଁ ରାଣ ଖାଇଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେମାନଙ୍କୁ କହିଲେ, ହେ ଲୋକମାନେ, ତୁମେମାନେ ମୋର ସମୟ ନଷ୍ଟ କର ନାହିଁ ଓ ଜିଦ୍ କର ନାହିଁ। ଏହା ଏକ ପରିପ୍ରକାଶ ଥିଲା, ଅର୍ଥାତ୍ ହୁଜୁର ସଲ୍ଲଲ୍ଲାହୁଙ୍କ ମୁଖରୁ ତ ଅତିଷ୍ଠ ହେବାର ପରିପ୍ରକାଶ କଲେ ନାହିଁ, କିନ୍ତୁ ଭାବର ପରିପ୍ରକାଶ ଏହିପରି ଥିଲା ଯେ ତୁମେମାନେ ମୋର ସମୟ ନଷ୍ଟ କର ନାହିଁ ଓ ଜିଦ୍ କରି ବସ ନାହିଁ, ଅଡ଼ି ବସ ନାହିଁ। ତେଣୁ ଏହାପରେ ହୁଜୁର ସଲ୍ଲଲ୍ଲାହୁ ସେମାନଙ୍କୁ ଡକାଇ ସେମାନଙ୍କୁ ବାହନ ପ୍ରଦାନ କରିଥିଲେ, ଯେତେବେଳେ କି ମାଲେ ଗନିମତ ଆସିଯାଇଥିଲା। ସୂରେ ତୌବାର ଆୟାତ ସଂଖ୍ୟା 92ରେ ଏହାର ଆବୃତ୍ତି କରାଯାଇଛି, ବର୍ଣ୍ଣନା କରାଯାଇଛି ଯେ ୱଲା ଆଲଲ୍ଲଜିନା ଇଜା ମା ତୌକା ଲିତାହମିଲହୁମ୍ କୁଲତା ଲା ଅଜିଦୁ ମା ଆହମିଲୁକୁମ୍ ଆଲୈହି ତୱଲ୍ଲୌ ଆୟୁनुहुମ୍ ତଫିଜୁ ମିନଦ୍ଦମ୍ଇ ହଜନନ୍ ଅଲ୍ଲା ୟଜିଦୁ ମା ୟୁନଫିକୁନ୍। ଅର୍ଥାତ୍ ଯେପରିକି ପୂର୍ବେ ଏହା ବର୍ଣ୍ଣନା ହୋଇସାରିଛି, ଯେବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କୌଣସି ଅଭିଯୋଗ ନାହିଁ, ଯେଉଁମାନେ ତୁମ୍ଭ ନିକଟକୁ ସେତେବେଳେ ଆସିଥିଲେ ଯେତେବେଳେ ଯୁଦ୍ଧ ଘୋଷଣା କରାଯାଇଥିଲା। ସେମାନେ ଏଥି ସକାଶେ ଆସିଛନ୍ତି ଯେ ତୁମ୍ଭେ ସେମାନଙ୍କ ସକାଶେ କୌଣସି ବାହନର ବ୍ୟବସ୍ଥା କରିଦେବ। ତୁମ୍ଭେ ଉତ୍ତର ଦେଇଥିଲ ଯେ ଆମ୍ଭ ନିକଟରେ ତ କିଛି ବି ନାହିଁ ଯାହା ଆମ୍ଭେ ତୁମ୍ଭକୁ ପ୍ରଦାନ କରିପାରିବୁ। ଏହା ଶୁଣି ସେମାନେ ଫେରି ଯାଇଥିଲେ ଓ ଦୁଃଖରେ ସେମାନଙ୍କ ଚକ୍ଷୁ ଅଶ୍ରୁ ଝରାଇଥିଲା। ସେମାନଙ୍କ ନିକଟରେ ଅଲ୍ଲାହଙ୍କ ମାର୍ଗରେ ବ୍ୟୟ କରିବାକୁ କିଛି ବି ନଥିଲା। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ଏହି ଆୟାତର ବ୍ୟାଖ୍ୟା କରି ଉଲ୍ଲେଖ କରିଛନ୍ତି ଯେ ଏହି ଆୟାତ ଚରିତାର୍ଥ ଦୃଷ୍ଟିରୁ ସାଧାରଣ, କିନ୍ତୁ ଯେଉଁ ଲୋକମାନଙ୍କ ଆଡ଼କୁ ଇଙ୍ଗିତ କରାଯାଇଛି ସେମାନେ 7 ଜଣ ଦରିଦ୍ର ମୁସଲମାନ ଥିଲେ। ସେହି 7 ଜଣ ମୁସଲମାନ ମାନେ ଜିହାଦକୁ ଯିବା ନିମନ୍ତେ ବ୍ୟାକୁଳ ଥିଲେ, କିନ୍ତୁ ନିଜର ହୃଦୟ ମଧ୍ୟରେ ଥିବା ଇଚ୍ଛା ଓ କାମନାକୁ ପରିପୂର୍ଣ୍ଣ କରିବା ନିମନ୍ତେ ସେମାନଙ୍କ ପାଖରେ ସାମର୍ଥ୍ୟ ଓ ପାଥେୟ ନଥିଲା। ତେଣୁ ଏହି ଲୋକମାନେ ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥିତ ହୋଇଥିଲେ ଓ ହୁଜୁରଙ୍କ ଠାରୁ ବାହନ ବରାଦ କରିଥିଲେ ଯେ ହୁଜୁର ସେମାନଙ୍କ ପାଇଁ ବାହନର ବ୍ୟବସ୍ଥା କରିଦିଅନ୍ତୁ। କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଉତ୍ତର ସେମାନଙ୍କୁ ବ୍ୟଥିତ ଓ ମର୍ମାହତ କରିଥିଲା। ସେମାନଙ୍କ ଚକ୍ଷୁ ଲୋତକପୂର୍ଣ୍ଣ ହୋଇ ଉଠିଥିଲା ଓ ସେମାନେ ସେଠାରୁ ଖାଲି ହାତରେ ଫେରି ଯାଇଥିଲେ। ସେମାନଙ୍କ ଚାଲିଯିବା ପରେ ହଜରତ ଉସ୍ମାନ ରଜିୟଲ୍ଲାହୁ 3ଟି ଓଟ ଆଣି ହୁଜୁର ସଲ୍ଲଲ୍ଲାହୁଙ୍କୁ ପ୍ରଦାନ କରିଥିଲେ ଓ ଅନ୍ୟ ମୁସଲମାନ ମାନେ 4ଟି ଓଟ ପ୍ରଦାନ କରିଥିଲେ। ହୁଜୁର ସଲ୍ଲଲ୍ଲାହୁ ପ୍ରତ୍ୟେକ ବ୍ୟକ୍ତି ଅର୍ଥାତ୍ ସେହି 7 ଜଣ ବ୍ୟକ୍ତିଙ୍କୁ ଗୋଟିଏ ଗୋଟିଏ ଲେଖାଏ ଓଟ ପ୍ରଦାନ କରିଥିଲେ। ଏହା ପରିବର୍ତ୍ତେ ଯେଉଁ ଧନିକ ବର୍ଗ ଥିଲେ ସେମାନଙ୍କ ନିକଟରେ ପାଥେୟ ଥିଲା ଓ ବାହନ ମଧ୍ୟ ଥିଲା, କିନ୍ତୁ ସେମାନେ ଯୁଦ୍ଧରେ ସାମିଲ ନ ହେବାର ଆଳ କରୁଥିଲେ ଓ ଯୁଦ୍ଧରୁ ବିରତ ରହିବା ପାଇଁ ହୁଜୁର ସଲ୍ଲଲ୍ଲାହୁଙ୍କୁ ଅନୁମତି ମାଗୁଥିଲେ ବିଭିନ୍ନ ପ୍ରକାର ଆଳ କରି। ଆଉ ସେମାନେ କପଟ ବିଶ୍ୱାସୀ ଥିଲେ। ଏହି ଆୟତରୁ ଏହା ଜଣାପଡ଼େ ଯେ ଯେଉଁ ଲୋକମାନେ ମଦିନାରେ ପଛରେ ରହିଯାଇଥିଲେ ସେମାନେ ସମସ୍ତେ କପଟ ବିଶ୍ୱାସୀ ନଥିଲେ, ବରଂ କେତେକଙ୍କ ପାଖରେ ତ ଜିନିଷପତ୍ର ମଧ୍ୟ ନଥିଲା, ପାଥେୟ ନଥିଲା। କେବଳ ସେତିକି ନୁହେଁ, ବରଂ ସେହି ଲୋକମାନଙ୍କ ମଧ୍ୟରେ ନୈଷ୍ଠିକ ମୁସଲମାନ ମଧ୍ୟ ରହିଥିଲେ, କିନ୍ତୁ ସେମାନେ ଜିହାଦ ତଥା ଯୁଦ୍ଧକୁ ଏଥିପାଇଁ ଯାଇପାରିନଥିଲେ କାରଣ ସେମାନଙ୍କ ନିକଟରେ ସାଧନ ନଥିଲା। ହଜରତ ମୁସଲିମ ମଉଦ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି, ହୁଜୁର ସଲ୍ଲଲ୍ଲାହୁଙ୍କ ଏହି ଘୋଷଣା ଯେ ଆମେମାନେ ସିରିଆ ଅଭିମୁଖେ
ଯିବା ଏକଥା ଶୁଣି ମୁସଲମାନ ମାନେ ନିଷ୍ଠା ଓ ଉତ୍ସାହର ସହିତ ବଳିଦାନ ଦେବା ପାଇଁ ଚାଲିଥିଲେ। ଅଭାବୀ ଓ ଦରିଦ୍ର ଲୋକମାନଙ୍କ ପାଖରେ ଯୁଦ୍ଧ ନିମନ୍ତେ କେଉଁଠି ଅସ୍ତ୍ରଶସ୍ତ୍ର ଓ ବାହନ ଆସିଥାନ୍ତା। ସେମାନଙ୍କ ପାଖରେ କିଛି ବି ନଥିଲା। ପ୍ରଶାସନର ରାଜକୋଷ ମଧ୍ୟ ଶୂନ୍ୟ ପଡ଼ିଥିଲା। ସେମାନଙ୍କ ଏତାଦୃଶ୍ୟ ଦୁରାବସ୍ଥାକୁ ଦୂର କରିବା ପାଇଁ ସେମାନଙ୍କ ଭାଇମାନେ ହିଁ ସାହାଯ୍ୟ ନିମନ୍ତେ ଆଗେଇ ଆସିଥିଲେ। ହଜରତ ଉସ୍ମାନ ରଜିୟଲ୍ଲାହୁ ସେହିଦିନ ନିଜର ଅର୍ଥର ଅଧିକାଂଶ ଭାଗ ହୁଜୁର ସଲ୍ଲଲ୍ଲାହୁ ଙ୍କ ସେବାରେ ଉପସ୍ଥାପିତ କରିଦେଇଥିଲେ। ସେହି ଅର୍ଥରାଶିର ପରିମାଣ 1000 ସ୍ୱର୍ଣ୍ଣ ମୁଦ୍ରା ଥିଲା, ଅର୍ଥାତ୍ 25,000 ଟଙ୍କା ସେହି କାଳର ରାଶି ଅନୁଯାୟୀ। ସେହିପରି ଅନ୍ୟ ସାହାବାମାନେ ମଧ୍ୟ ନିଜର ସାମର୍ଥ୍ୟ ଅନୁଯାୟୀ ଚାନ୍ଦା ପୈଠ କରିଥିଲେ। ଅଭାବୀ ଓ ମୁସଲମାନମାନଙ୍କ ନିମନ୍ତେ ବାହନ ଓ ଖଡ଼୍ଗ ବର୍ଚ୍ଛା ଜିହାଦକାରୀଙ୍କ ନିମନ୍ତେ ଉପଲବ୍ଧ କରାଇବା ସକାଶେ ଏହି ବଳିଦାନ କରାଯାଇଥିଲା। ୟମନର କିଛି ଲୋକମାନେ ଯେଉଁମାନେ ଇସଲାମ ଧର୍ମର ସ୍ୱୀକାର କରି ମଦିନାକୁ ଚାଲି ଆସିଥିଲେ ଓ ଅତ୍ୟନ୍ତ ଦରିଦ୍ର ଅବସ୍ଥାରେ ଜୀବନ ଅତିବାହିତ କରୁଥିଲେ, ସେମାନେ ହୁଜୁର ସଲ୍ଲଲ୍ଲାହୁ ଙ୍କ ସେବାରେ ଉପସ୍ଥିତ ହୋଇ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ଆମମାନଙ୍କୁ ମଧ୍ୟ ନିଜ ସାଙ୍ଗରେ ନେଇ ଚାଲନ୍ତୁ। ଆମେ ଆଉ କିଛି ଚାହୁଁନାହୁଁ। ଆମେମାନେ କେବଳ ଏହା ଚାହୁଁଛୁ ଯେ ଆମକୁ ଯୁଦ୍ଧରେ ସାମିଲ ହେବା ପାଇଁ ପାଥେୟ ଉପଲବ୍ଧ କରାଇ ଦିଅନ୍ତୁ। ପବିତ୍ର କୁରାନରେ ସେହି ଲୋକମାନଙ୍କର ଚର୍ଚ୍ଚା ବର୍ଣ୍ଣିତ ରହିଛି। ଆଲ୍ଲାହ ତାଆଲା କୁହନ୍ତି, ଆହମିଲୁକୁମ୍ ଆଲୈହି ତୱଲ୍ଲୌ ୱ ଆୟୁନୁହୁମ୍ ତଫିଜୁ ମିନଦ୍ଦମ୍ଇ ହଜନନ୍ ଆଲ୍ଲା ୟଜିଦୁ ମା ୟୁନଫିକୁନ୍। ଯେପରିକି ପୂର୍ବେ ଅନୁବାଦ ଉପସ୍ଥାପନ କରିଦିଆଯାଇଛି, ଏବେ ସେମାନଙ୍କ ବିରୁଦ୍ଧରେ ମଧ୍ୟ କୌଣସି ଅଭିଯୋଗ ନାହିଁ, ଯେଉଁମାନେ ତୁମ୍ଭ ନିକଟକୁ ସେତେବେଳେ ଆସିଥିଲେ ଯେତେବେଳେ ଯୁଦ୍ଧ ଘୋଷଣା କରିଦିଆଯାଇଥିଲା। ସେମାନେ ଏଥିସକାଶେ ଆସିଥିଲେ ଯେ ତୁମ୍ଭ ନିକଟରୁ ବାହନର ସାହାଯ୍ୟ ସେମାନଙ୍କୁ ଲବ୍ଧ ହୋଇଯିବ। କିନ୍ତୁ ତୁମେ ତାଙ୍କୁ ଉତ୍ତର ଦେଲ ଯେ ବର୍ତ୍ତମାନ ତ ମୋ ନିକଟରେ କିଛି ବି ନାହିଁ ଯାହାକି ମୁଁ ତୁମକୁ ପ୍ରଦାନ କରିପାରିବି। ଏହା ଶୁଣି ସେମାନେ ଫେରିଗଲେ ଓ ସେମାନଙ୍କ ଚକ୍ଷୁ ଅଶ୍ରୁ ଝରାଉଥିଲା। ହଜରତ ଅବୁ ମୁସା ଅଶରୀ ରଜିୟଲ୍ଲାହୁ ସେହି ଲୋକମାନଙ୍କର ଅଧିପତି ଥିଲେ। ସେମାନଙ୍କୁ ଯେତେବେଳେ ପଚରାଗଲା ସେତେବେଳେ ସେମାନେ ହୁଜୁର ସଲ୍ଲଲ୍ଲାହୁ ଯେ ହୁଜୁର ସଲ୍ଲଲ୍ଲାହୁ ଠାରୁ କ'ଣ ମାଗିଥିଲେ, ତେବେ ସେହି ଲୋକମାନେ କହିଲେ, ଆମେମାନେ ଓଟ ମାଗୁନାହୁଁ, ଆମେମାନେ ଘୋଡ଼ା ମାଗୁନାହୁଁ। ଆମେ ହୁଜୁର ସଲ୍ଲଲ୍ଲାହୁ କେବଳ ଏତିକି କହିଥିଲୁ ଯେ ଆମକୁ ଆମର ପାଦ ଫୁଙ୍ଗୁଳା ରହିଛି, ଆମକୁ କେବଳ ଜୋତା ହିଁ ଉପଲବ୍ଧ କରାଇ ଦିଅନ୍ତୁ। କେବଳ ଆମକୁ ଜୋତା ମିଳିଗଲେ ଆମେ ପଦଯାତ୍ରା କରି ଏହି ଯୁଦ୍ଧରେ ସାମିଲ ହୋଇଯିବୁ। ଅତଏବ ଏହା ଥିଲା ସେହି ମୁସଲମାନମାନଙ୍କର ଉତ୍ସାହ। ଏହି ଯୁଦ୍ଧକୁ ଯିବା ସମୟରେ ହଜରତ ମୁହମ୍ମଦ ମୁସ୍ତଫା ସଲ୍ଲଲ୍ଲାହୁ ଆଲୈହି ወሰଲ୍ଲମ ମଦିନାରେ ନିଜ ପ୍ରତିନିଧି ମୁତୟନ କରିବା ସଂକ୍ରାନ୍ତରେ ମଧ୍ୟ ଭିନ୍ନ ଭିନ୍ନ ବର୍ଣ୍ଣନା ଉଲ୍ଲେଖ ରହିଛି। ଗୋଟିଏ ବର୍ଣ୍ଣନା ଅନୁଯାୟୀ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ହଜରତ ମୁହମ୍ମଦ ବିନ୍ ମୁସଲେମା ରଜିୟଲ୍ଲାହୁଙ୍କୁ ମଦିନାର ଅମୀର ନିଯୁକ୍ତ କରିଥିଲେ। ଏତଦ୍ବ୍ୟତୀତ ହଜରତ ଶିବା ବିନ୍ ଉରଫତ ରଜିୟଲ୍ଲାହୁ, ହଜରତ ଅଲି ରଜିୟଲ୍ଲାହୁ ଓ ହଜରତ ଅବଦୁଲ୍ଲା ବିନ୍ ଉମ୍ମେ ମକ୍ତୁମ ରଜିୟଲ୍ଲାହୁଙ୍କର ନାମ ମଧ୍ୟ ବର୍ଣ୍ଣିତ ରହିଛି। ଏହାର ସାମଞ୍ଜସ୍ୟ ଏହିକି ଯେ ସେହି 4 ଜଣ ବ୍ୟକ୍ତି ହିଁ ଅତିରିକ୍ତ ଅମୀର ନିଯୁକ୍ତ ହୋଇଥିଲେ, କିନ୍ତୁ ସେମାନଙ୍କ ଉପରେ ଭିନ୍ନ ଭିନ୍ନ ଦାୟିତ୍ୱ ନ୍ୟସ୍ତ ରହିଥିଲା। ଯେହେତୁ ଏହା ଏକ ଦୀର୍ଘକାଳୀନ ଯାତ୍ରା ଥିଲା, ତେଣୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ନିଜ ଅନ୍ତଃବାସୀଙ୍କର ଦେଖାଶୁଣା ଓ ସେମାନଙ୍କ ଆବଶ୍ୟକତା ପୂରଣ କରିବା ସକାଶେ ହଜରତ ଅଲି ରଜିୟଲ୍ଲାହୁଙ୍କୁ ମଦିନାରେ ରହିବାକୁ ଆଦେଶ ଦେଇଥିଲେ। କପଟ ବିଶ୍ୱାସୀମାନେ ଓ ଯାହାଙ୍କ କାର୍ଯ୍ୟ କଟାକ୍ଷ କରିବା ତଥା ଭର୍ସନା କରିବା ଥିଲା, ଏଥିରେ ସେମାନେ କହିବାକୁ ଆରମ୍ଭ କଲେ ଯେ ଏମାନେ ତ ମହାଭାଗଙ୍କ ଉପରେ ବୋଝ ଥିଲେ, ତେଣୁ ହୁଜୁର ସଲ୍ଲଲ୍ଲାହୁ ସେମାନଙ୍କୁ ନିଜ ସାଥିରେ ନେଲେ ନାହିଁ। ଏହିସବୁ ଭର୍ସନା ଓ କଟାକ୍ଷ ଶୁଣିବା ପରେ ଅବା ନିଜ ଆଖପାଖରେ କପଟ ବିଶ୍ୱାସୀମାନଙ୍କୁ ଦେଖି ହଜରତ ଅଲି ରଜିୟଲ୍ଲାହୁ ବିଚଳିତ ହୋଇପଡ଼ିଥିଲେ ଏବଂ ନିଜ ଅସ୍ତ୍ର ଧରି ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥିତ ହୋଇଯାଇଥିଲେ। ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ମଦିନାରୁ ବାହାରି ମାତ୍ର 3 କିଲୋମିଟର ବ୍ୟବଧାନ ଅତିକ୍ରମ କରି
ଜରଫ ନାମୀ ସ୍ଥାନରେ ଅବସ୍ଥାନ କରିଥିଲେ, ଯେଉଁଠାରେ କି ହଜରତ ଅଲି ରଜାତଲା ଆସି ପହଞ୍ଚିଥିଲେ ଓ ହୁଜୁରଙ୍କୁ ସାକ୍ଷାତ କରିଥିଲେ ଓ ସମସ୍ତ ଘଟଣାର ବୃତ୍ତାନ୍ତ କରିଥିଲେ। ହଜରତ ଅଲି ରଜାତଲା ନିଜର ଏହି ଚିନ୍ତା ଓ ମନସ୍ତାପ ବ୍ୟକ୍ତ କରିବାରୁ ହୁଜୁର ତାଙ୍କୁ ଆଶ୍ୱାସନ ଦେଲେ, ଯାହାକି ତାଙ୍କ ବଡ଼ିମା ଓ ଶୌର୍ଯ୍ୟ ଓ ମର୍ଯ୍ୟାଦାକୁ ବହୁଗୁଣିତ କରିଦେଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ହଜରତ ଅଲି ରଜିୟଲ୍ଲାହୁ କହିଲେ, ହେ ଅଲି, କ'ଣ ତୁମେ ଏଥିରେ ପ୍ରସନ୍ନିତ ନୁହଁ ଯେ ମୁଁ ତୁମ ପାଇଁ ଯେପରିକି ହାରୁନ ଆଲାଇହିସ୍ସଲାମ ହଜରତ ମୁସା ଆଲାଇହିସ୍ସଲାମଙ୍କ ସକାଶେ ଥିଲେ, କିନ୍ତୁ ଏତଦ୍ବ୍ୟତୀତ ଯେ ମୋ ଅନ୍ତେ ତୁମେ ନବୀ ହେବ ନାହିଁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କର ଉକ୍ତି ଏପରି ଥିଲା, ଅଲା ତର୍ଜା ଆନ ତକୁନା ମିନ୍ନି ବିମଞ୍ଜିଲତି ହାରୁନା ମିନ ମୁସା ଇଲ୍ଲା ଅନ୍ନହୁ ଲାଇସା ନବିୟୁନ ବାଦି। ତବୁକ ଯୁଦ୍ଧ ନିମନ୍ତେ ମୁସଲମାନମାନଙ୍କ ସଂଖ୍ୟା ସଂକ୍ରାନ୍ତରେ ଉଲ୍ଲେଖ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଯୁଦ୍ଧ ପ୍ରସ୍ତୁତି ସକାଶେ ସମସ୍ତ ପ୍ରକାରର ପ୍ରତ୍ୟକ୍ଷ ସାଧନର ବ୍ୟବସ୍ଥା କରିବା ପରେ ଦୁଆ ପ୍ରତି ମନୋଯୋଗ କରିଥିଲେ ଓ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ ବେଳାରୁ ନେଇ ତବୁକ ଅଭିମୁଖେ ପ୍ରସ୍ଥାନ କରିବା ପର୍ଯ୍ୟନ୍ତ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଏହି ଦୁଆ କରୁଥିଲେ, ଆଲ୍ଲାହୁମ୍ମା ଇନ୍ ତୁହଲକ ହାଜିହିଲ ଆସାବତୁ ଫଲନ ତୁବଦା ଫିଲ ଆର୍ଜି। ଅର୍ଥାତ୍ ହେ ପ୍ରଭୁ, ଯଦି ଏହି ଛୋଟ ଦଳଟି ଆଜି ଏଠାରେ ନିପାତ ହୋଇଯାଏ, ଏହା ହୋଇଗଲା, ତେବେ ଏହି ଧରାପୃଷ୍ଠରେ ତୁମ୍ଭ ଉପାସନାକାରୀ ଆଉ କେହି ବି ରହିବେ ନାହିଁ। ବଡ଼ ଆଶ୍ଚର୍ଯ୍ୟର କଥା ଯେ ମହାଭାଗଙ୍କର ସର୍ବପ୍ରଥମ ଯୁଦ୍ଧ ଅର୍ଥାତ୍ ବଦର ଯୁଦ୍ଧ ଅବସରରେ ମଧ୍ୟ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଏହି ଦୁଆ ପାଠ କରିଥିଲେ। ଆଉ ତବୁକ ଯୁଦ୍ଧରେ ମଧ୍ୟ ଏହି ଦୁଆ ପାଠ କରିବାର ବର୍ଣ୍ଣନା ମିଳୁଅଛି, ଯାହାକି ହୁଜୁର ସଲ୍ଲଲ୍ଲାହୁଙ୍କର ଶେଷ ଯୁଦ୍ଧ ଥିଲା, ଯେଉଁଥିରେ କି ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ସାମିଲ ହୋଇଥିଲେ। ତେବେ ସେ ଯାହା ହେଉ, ଭୀଷଣ ଗ୍ରୀଷ୍ମ ଋତୁରେ ଦୀର୍ଘ ଯାତ୍ରା, ଅସହ୍ୟ କଷ୍ଟ ଯନ୍ତ୍ରଣା ସତ୍ତ୍ୱେ 30,000 ସଂଖ୍ୟକ ଏକ ବିଶାଳ ସୈନ୍ୟବାହିନୀ ପ୍ରସ୍ତୁତ ହୋଇଯାଇଥିଲା ମୁସଲମାନମାନଙ୍କର। ସେହି ସୈନ୍ୟବାହିନୀ ମଧ୍ୟରେ 10,000 ସଂଖ୍ୟକ ଅଶ୍ୱାରୋହୀ ରହିଥିଲେ। ହୁଜୁର ସଲ୍ଲଲ୍ଲାହୁଙ୍କ ଜୀବନକାଳ ମଧ୍ୟରେ ଏହି ସୈନ୍ୟଦଳ ସର୍ବବୃହତ ସୈନ୍ୟଦଳ ଥିଲା। ଆଉ ଏକ ବର୍ଣ୍ଣନାରେ ଏହାର ସଂଖ୍ୟା 40,000 ବୋଲି ଉଲ୍ଲେଖ ରହିଛି। ସେହିପରି ଅନ୍ୟ ଏକ ବର୍ଣ୍ଣନାରେ 70,000 ବର୍ଣ୍ଣିତ ରହିଛି। ଆଉ ସେଥିରେ 12,000 ଅଶ୍ୱାରୋହୀ ଥିବାର ଉଲ୍ଲେଖ ମିଳେ, କାରଣ ସେତେବେଳେ ଜିହାଦକାରୀଙ୍କ ସଂଖ୍ୟା ନିମନ୍ତେ କୌଣସି ରେଜିଷ୍ଟର ବା ଖାତା ନଥିଲା, ଯେପରିକି ପରବର୍ତ୍ତୀ ସମୟରେ ଖିଲାଫତେ ରାଶିଦା କାଳରେ ଏହି ପ୍ରକ୍ରିୟା ଜାରି କରାଯାଇଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଅନସାର ଓ ଆରବ୍ୟ ସମ୍ପ୍ରଦାୟର ପ୍ରତ୍ୟେକ ଶାଖାକୁ ଏହି ଆଦେଶ ଦେଇଥିଲେ, ସେମାନେ ଲିୱା ଓ ଅର୍ଥାତ୍ ଧ୍ୱଜା ତିଆରି କରିନିଅନ୍ତୁ। ହୁଜୁର ସଲ୍ଲଲ୍ଲାହୁ ତବୁକ ଯୁଦ୍ଧରେ ସର୍ବବୃହତ ଧ୍ୱଜା ହଜରତ ଅବୁ ବକର ରଜିୟଲ୍ଲାହୁଙ୍କୁ ପ୍ରଦାନ କରିଥିଲେ। ଏତଦ୍ଭିନ୍ନ ହଜରତ ଜୁବେର ରଜିୟଲ୍ଲାହୁ, ହଜରତ ଉସୈଦ ବିନ୍ ଜୁହେର ରଜିୟଲ୍ଲାହୁ, ହଜରତ ଅବୁ ଦୁଜାନା ରଜିୟଲ୍ଲାହୁ, ଆଉ କେତେକ ବର୍ଣ୍ଣନାରେ ହଜରତ ହୁବାବ ବିନ୍ ମୁନଜିର ରଜିୟଲ୍ଲାହୁଙ୍କୁ ଧ୍ୱଜା ପ୍ରଦାନ କରିଥିବାର ବର୍ଣ୍ଣନା ମିଳେ। ସେତେବେଳେ ଯାତ୍ରୀ ସମୂହ ମଧ୍ୟରେ ଲୋକମାନେ ମଧ୍ୟ ବାହାରି ଯାଉଥିଲେ, ଯେ କି ମାର୍ଗଦର୍ଶନ କରିବା ନିମନ୍ତେ ରହିଥିଲେ। ତବୁକ ଯୁଦ୍ଧ ଅବସରରେ ଏହି କଥା ଉଲ୍ଲେଖ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ମାର୍ଗଦର୍ଶକ ରୂପେ ଅଲକମା ବିନ୍ ଫଗୱା ଖୁଜାଇ ଓ ତାଙ୍କର ପିତାଙ୍କୁ ମନୋନୀତ କରିଥିଲେ, କାରଣ ସେମାନେ ଏହି ମାର୍ଗକୁ ବେଶ ଭଲ ଭାବରେ ଜାଣିଥିଲେ, ଚିହ୍ନିଥିଲେ ଓ ସେମାନେ ଯେପରି ଶୀଘ୍ର ମୁସଲମାନମାନଙ୍କୁ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ପାରିବେ, ସେଥିପାଇଁ ତାଙ୍କୁ ହୁଜୁର ନିଯୁକ୍ତ କରିଥିଲେ। ହଜରତ କାବ ବିନ୍ ମାଲିକ ରଜିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ତବୁକ ଯୁଦ୍ଧ ନିମନ୍ତେ ନବୀ କରୀମ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମ ଗୁରୁବାର ଦିନ ବାହାରିଥିଲେ ଓ ଗୁରୁବାର ଦିନ ଯାତ୍ରା କରିବାକୁ ହୁଜୁର ପସନ୍ଦ କରୁଥିଲେ। ସାମୂହିକ ପ୍ରଥା ଅନୁଯାୟୀ ମଦିନାର କିଛି ଦୂରରେ ସନିୟତୁଲ ୱିଦା ନାମକ ସ୍ଥାନରେ ଲୋକମାନେ ଏକତ୍ରିତ ହୋଇଥିଲେ। ପୁନଶ୍ଚ ଯେତେବେଳେ ପ୍ରସ୍ତୁତ ହୋଇଗଲେ ପ୍ରସ୍ଥାନ କରିବାକୁ, ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ମଦିନାରୁ ତବୁକ ଅଭିମୁଖେ ବାହାରିଗଲେ। କପଟ ବିଶ୍ୱାସୀମାନଙ୍କର ଅଧିପତି ଅବଦୁଲ୍ଲା ବିନ୍ ଉବୈ ବିନ୍ ସୁଲୁଲ ମଧ୍ୟ ନିଜର ଶେଷ କପଟତା
ରୂପେ ଏକ ସୈନ୍ୟବାହିନୀ ନେଇ ସନିୟତୁଲ ୱିଦା ଠାରେ ପହଞ୍ଚିଥିଲା ଓ ସେଠାରେ ଶିବିର ସ୍ଥାପନ କରିଥିଲା। ସେ ଏହି ପ୍ରତିକ୍ରିୟା ପ୍ରକାଶ କରିଥିଲା ଯେ ସେ ମଧ୍ୟ ମୁସଲମାନମାନଙ୍କ ସହିତ ତବୁକ ଯୁଦ୍ଧରେ ସାମିଲ ରହିବ। କିନ୍ତୁ ହୁଜୁର ସସମ୍ ଯେମିତି ସୈନ୍ୟବାହିନୀକୁ ପ୍ରସ୍ତୁତ ହେବା ନିମନ୍ତେ ଆଦେଶ ଦେଲେ, ସେତେବେଳେ ସେ ଏହା କହି ନିଜର ସୈନ୍ୟବାହିନୀକୁ ମଦିନା ନେଇ ଫେରିଆସିଲା ଯେ ମୁସଲମାନମାନେ ରୋମୀମାନଙ୍କ ସହିତ ଯୁଦ୍ଧ କରିବାକୁ ଖେଳ ମନେ କରୁଛନ୍ତି। ସେ ଏହା କହି ଫେରିଆସିଲା ଓ ଏହା କୌଣସି ଖେଳ ତ ନୁହେଁ। ରୋମୀୟ ସାମ୍ରାଜ୍ୟ ଏକ ବିଶାଳ ସାମ୍ରାଜ୍ୟ। ଏଭଳି ପ୍ରଚଣ୍ଡ ଗ୍ରୀଷ୍ମ କାଳରେ ସୁଦୂର ଯାତ୍ରା କରିବା ଓ ଏଭଳି ବଳଶାଳୀ ସୈନ୍ୟବାହିନୀ ସହିତ ମୁକାବିଲା କରିବା କୌଣସି ପିଲା ଖେଳ ନୁହେଁ। ସେ ଆହୁରି କହିଲା ଯେ ମୁଁ ମହମ୍ମଦ ସଲ୍ଲଲ୍ଲାହୁଙ୍କ ସାଥୀମାନଙ୍କୁ ରୋମୀମାନଙ୍କ ହାତରେ ବନ୍ଦୀ ହୋଇଥିବାର ଦେଖୁଅଛି। ଏହା କହି ସେ ସେଠାରୁ ଫେରିଆସିଲା। ତାର ଏହି ଅଭିପ୍ରାୟ ଥିଲା ଯେ ସମ୍ଭବତଃ ମୁସଲମାନମାନଙ୍କର ହୃଦୟ ସଂକୁଚିତ ହୋଇଯିବ, ସେମାନେ ଭୟଭୀତ ହୋଇଯିବେ। ଅତଏବ ସେ ନିଜର 300 ସାଥୀମାନଙ୍କୁ ଧରି ମଦିନା ଫେରିଆସିଥିଲା। ବାଟରେ ମଧ୍ୟ ତା ସହିତ ତାର ଆଉ କିଛି ସାଥୀ ସାମିଲ ହୋଇଯାଇଥିଲେ। ଏପରି ସେମାନଙ୍କ ମୋଟ ସଂଖ୍ୟା 1000 ଥିଲା, ଯେଉଁମାନେ କି ମଦିନା ଫେରିଆସିଥିଲେ। ସେ ଯାହା ହେଉ, ଏହି ଚର୍ଚ୍ଚା ମଧ୍ୟ ମିଳେ ଯେ ଏହି ଯୁଦ୍ଧରେ ଜଣେ ଦାସ ନିଜର ମାଲିକଙ୍କ ଅନୁମତି ବିନା ଯୁଦ୍ଧରେ ସାମିଲ ହେବା ନିମନ୍ତେ ବାହାରି ଯାଇଥିଲା। ଯେତେବେଳେ ହୁଜୁର ସଲ୍ଲଲ୍ଲାହୁଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଲା, ସେତେବେଳେ ହୁଜୁର ସେହି ଦାସକୁ ସତର୍କ କରାଇଲେ ଯେ ସେ କାହିଁକି ମାଲିକର ବିନା ଅନୁମତିରେ ଚାଲିଆସିଛି। ଅତଏବ ଏହାର ବିବରଣୀ ଏପରି ଉଲ୍ଲେଖ ରହିଛି। ନବୀ କରୀମ ସଲ୍ଲଲ୍ଲାହୁ ଆଲାଇହି ወሰଲ୍ଲମ ଯେତେବେଳେ ସନିୟତୁଲ ୱିଦା ନାମକ ସ୍ଥାନରେ ଶିବିର ସ୍ଥାପନ କଲେ, ସେହି ଶିବିର ସ୍ଥାପନ ସମୟରେ ଜଣେ ସଶସ୍ତ୍ରଧାରୀ ଦାସକୁ ହୁଜୁର ଦେଖିଲେ। ସେହି ଦାସ ଜଣକ ନିଜ ମାଲିକାଣୀଙ୍କ ବିନା ଅନୁମତିରେ ଚାଲି ଆସିଥିଲା। ତେଣୁ ହୁଜୁର ସଲ୍ଲଲ୍ଲାହୁ ସେହି ଦାସକୁ କହିଲେ, ହେ ଦାସ, ତୁମେ ନିଜର ମାଲିକାଣୀଙ୍କ ପାଖକୁ ଚାଲିଯାଅ ଆଉ ତାଙ୍କଠାରୁ ଅନୁମତି ମାଗ। ଆଉ ଯଦି ସେ ଅନୁମତି ନ ଦିଅନ୍ତି, ତେବେ ତୁମର ସାମିଲ ହେବାର ଆବଶ୍ୟକତା ନାହିଁ। ପ୍ରତି ଉତ୍ତରରେ ଦାସ ଜଣକ କହିଲା, ସେ ନିଜ ମାଲିକାଣୀଙ୍କ ଅନୁମତି ନ ନେଇ ଚାଲିଆସିଛି। ସେଥିରେ ହୁଜୁର ସଲ୍ଲଲ୍ଲାହୁ ତାହାକୁ ଫେରିଯିବାକୁ ଆଦେଶ ଦେଲେ ଓ କହିଲେ, ଯଦି ତୁମେ ଏପରି ଅବସ୍ଥାରେ ଯୁଦ୍ଧରେ ସାମିଲ ହୁଅ ଓ ଯୁଦ୍ଧରେ ମୃତ୍ୟୁବରଣ କର, ନିହତ ହୁଅ, ତେବେ ତୁମେ ନର୍କଗାମୀ ହେବ। ବିଶ୍ୱସ୍ତତା ଓ ସନ୍ତକ ରକ୍ଷା କରିବାରେ ଯେଉଁ ଦାୟିତ୍ୱ ରହିଛି, ସେ ମଧ୍ୟ ଏହା ଆଶା କରେ ଯେ ମାଲିକଠାରୁ ଅନୁମତି ନିଆଯାଉ। ସେ ଯାହା ହେଉ, ଏହି ଯୁଦ୍ଧର ଅତିରିକ୍ତ ବିବରଣୀ ଇନଶାଆଲ୍ଲାହ ତାଆଲା ଆସନ୍ତାରେ ବର୍ଣ୍ଣନା କରିବି। ବର୍ତ୍ତମାନ ମୁଁ କେତେକ ମୃତକଙ୍କର ଜନାଜା ପାଠ କରିବାକୁ ଚାହୁଁଛି। ସେହି ମୃତକମାନଙ୍କ ମଧ୍ୟରେ ପ୍ରଥମ ହେଲେ ଇଣ୍ଡୋନେସିଆର ଶ୍ରୀଯୁକ୍ତ ଗୁଲାମ ମହିଉଦ୍ଦିନ ସୁଲେମାନ ସାହେବ। ସେ ମୁବଲିକ ସିଲସିଲା ଥିଲେ। ବିଗତ ଦିନ 67 ବୟସରେ ତାଙ୍କର ପରଲୋକ ଘଟିଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ତାଙ୍କର ଦଦା ହାଜି ଦାମେରୀ ସାହେବ 1932 ମସିହାରେ ସ୍ୱର୍ଗତ ମୌଲାନା ରହମତ ଅଲି ସାହେବଙ୍କ ହସ୍ତରେ ବୟତ କରିଥିଲେ। ପ୍ରାରମ୍ଭିକ ଶିକ୍ଷା ପ୍ରାପ୍ତ କରିବା ପରେ ସ୍ୱର୍ଗତ ମହୋଦୟ ଅତିରିକ୍ତ ଉଚ୍ଚ ଶିକ୍ଷା ପ୍ରାପ୍ତ କରିବା ନିମନ୍ତେ ରବୁଆ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ଜାମିଆ ଅହମଦିଆ ରବୁଆରେ ଫସଲେ ଖାସ ଶ୍ରେଣୀରେ ଆଡମିସନ ମିଳିଯାଇଥିଲା। ଜୁଲାଇ 1985 ମସିହାରେ ସେ ଶାହିଦର ଡିଗ୍ରୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଇଣ୍ଡୋନେସିଆକୁ ଫେରି ହଜରତ ଖଲିଫତୁଲ ମସିହ ରାବେ ରହମତୁଲ୍ଲାହଙ୍କ କାଳରେ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ହୁଜୁର ହଜରତ ଖଲିଫତୁଲ ମସିହ ରାବେ ତାଙ୍କୁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ନିଯୁକ୍ତ କରିଥିଲେ। ସେଠାକାର ବିଭିନ୍ନ ସହରରେ ସେ ପରବର୍ତ୍ତୀ ସମୟରେ ବଦଳି ମଧ୍ୟ ହୋଇଥିଲେ। ସେହିପରି କେନ୍ଦ୍ରୀୟ କମିଟିମାନଙ୍କର ମଧ୍ୟ ସେ ସଦସ୍ୟ ଥିଲେ। ସ୍ୱର୍ଗତଙ୍କ ସେବା କରିବାର କାର୍ଯ୍ୟକାଳ ନ୍ୟୁନାଧିକ 40 ବର୍ଷ ଥିଲା। ନିଜ ପରିବାରବର୍ଗଙ୍କ ମଧ୍ୟରେ 2 ଜଣ ପୁତ୍ର ସନ୍ତାନ ଓ ଗୋଟିଏ କନ୍ୟା ସନ୍ତାନ ସାମିଲ ଅଛନ୍ତି। ସ୍ୱର୍ଗତଙ୍କର ସୁପୁତ୍ର ମୁସଲେହୁଦ୍ଦିନ ଏହସାନ ସାହେବ ମୁବଲିକ ସିଲସିଲା ଅଛନ୍ତି। ସେ ମଧ୍ୟ ସେହିଠାରେ ସେବା ସମ୍ପାଦନ କରୁଛନ୍ତି। ସେ ଜଣେ ନିଷ୍ଠାପର, ସରଳ ଓ ପ୍ରେମକାରୀ ବ୍ୟକ୍ତି ଥିଲେ। ଜୀବନ ଉତ୍ସର୍ଗ କରିବା ପରେ ଜମାତ ସକାଶେ
ସେବା କରିବାକୁ ସର୍ବଦା ତତ୍ପର ଓ ପ୍ରସ୍ତୁତ ରହୁଥିଲେ। ଅନେକ ସୁଗୁଣର ଅଧିକାରୀ ଥିଲେ। ଯେଉଁ ବ୍ୟକ୍ତି ବି ତାଙ୍କୁ ଭେଟୁଥିଲା ତାଙ୍କର ନିଷ୍ଠା ଓ ସରଳ ସ୍ୱଭାବକୁ ଦେଖି ପ୍ରଭାବିତ ହେଉଥିଲା। ଶିକ୍ଷା ଓ ସଂସ୍କାର କ୍ଷେତ୍ରରେ ଆପଣଙ୍କର ସେବା ଅତି ଅତୁଳନୀୟ ଥିଲା, ପ୍ରଶଂସନୀୟ ଥିଲା। ତବଲିଗ କାର୍ଯ୍ୟରେ ମଧ୍ୟ ଆପ୍ରାଣ ଉଦ୍ୟମ କରି ତବଲିଗ କରୁଥିଲେ। ସର୍ବଦା ନିଷ୍ଠା, ସମ୍ମାନ ଓ ପ୍ରେମ ଆନ୍ତରିକତାର ସହିତ ନିଜର ସନ୍ଦେଶକୁ ପହଞ୍ଚାଉଥିଲେ, ଜମାତର ସନ୍ଦେଶକୁ ପହଞ୍ଚାଉଥିଲେ। ହୁଜୁର ଖଲିଫାମାନଙ୍କ ସହିତ ନିବିଡ଼ ସମ୍ପର୍କ ରହିଥିଲା। ତାଙ୍କର ଧୈର୍ଯ୍ୟ, ସାହସ, ଅବିଚଳତା ଅତି ଅନନ୍ୟ ଥିଲା। ତୁଣ୍ଡରେ କଦାପି କାହା ବିରୁଦ୍ଧରେ ଅଭିଯୋଗ ନଥିଲା। ସର୍ବଦା କୃତଜ୍ଞତା ଭାବ ପ୍ରକଟ କରୁଥିଲେ। ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ ଓ ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ। ଦ୍ୱିତୀୟ ଜନାଜା ହେଉଛି ଶ୍ରୀଯୁକ୍ତ ସ୍ୱର୍ଗତ ଡାକ୍ତର ମହମ୍ମଦ ଶଫିକ ସେଗଲ ସାହେବଙ୍କର। ସେ ମୁଲତାନ ଜିଲ୍ଲାର ଅମୀର ଥିଲେ। ତାପରେ ରବୁଆରେ ନାଏବ ଓକିଲ ତସନିଫ ତେହରିକେ ଜଦିଦରେ ମଧ୍ୟ ସେବା କରିଛନ୍ତି। ବିଗତ ଦିନରେ ତାଙ୍କର ବିୟୋଗ ଘଟିଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ଆଲ୍ଲାହ ତାଆଲାଙ୍କ କୃପାରୁ ସ୍ୱର୍ଗତ ମହୋଦୟ ଓସିୟତ କରିଥିଲେ। ନିଜ ପରିବାରବର୍ଗଙ୍କ ମଧ୍ୟରେ 3 ଜଣ ପୁତ୍ର ସାମିଲ ରହିଛନ୍ତି। ତାଙ୍କ ବଂଶରେ ଅହମଦିୟ ତାଙ୍କ ପିତା ସ୍ୱର୍ଗତ ଶ୍ରୀଯୁକ୍ତ ମହମ୍ମଦ ସେଗଲ ସାହେବଙ୍କ ମାଧ୍ୟମରେ ପ୍ରବିଷ୍ଟ କରିଥିଲା। ସ୍ୱର୍ଗତ ଡାକ୍ତର ସାହେବ ଡାକ୍ତରଙ୍କର ପିତାଶ୍ରୀ ଖଲିଫତୁଲ ମସିହ ସାନିଙ୍କ ହାତରେ କାଳରେ ବୟାତ କରିଥିଲେ। ସ୍ୱର୍ଗତ ଡାକ୍ତର ସାହେବ PhD କରିବା ପରେ ସ୍ୱର୍ଗତଙ୍କର ପିତା ମଧ୍ୟ PhD ଡିଗ୍ରୀଧାରୀ ବ୍ୟକ୍ତି ଥିଲେ। ସ୍ୱର୍ଗତ ଶଫିକ ସାହେବଙ୍କ ପିତା ମହୋଦୟଙ୍କୁ ମ୍ୟାଟ୍ରିକ ପରୀକ୍ଷା ପରେ ସେବା ନିମନ୍ତେ ଉତ୍ସର୍ଗ କରିଦେଇଥିଲେ। ହଜରତ ମୁସଲିମ ମଉଦ ରଦିୟଲ୍ଲାହୁଙ୍କ ସେବାରେ ସେ ତାଙ୍କୁ ଉପସ୍ଥାପିତ କରିଥିଲେ। ହୁଜୁର ସେତେବେଳେ କହିଥିଲେ ଯେ ଇଏ ଶିକ୍ଷା ପ୍ରାପ୍ତ କରୁ। ସେ ଯାହା ହେଉ ଶିକ୍ଷା ପ୍ରାପ୍ତ କରିବା ନିମନ୍ତେ ସେ ଚାଲିଯାଇଥିଲେ ଓ ବିଜ୍ଞାନରେ ତାଙ୍କର ଅଭିରୁଚି ଥିଲା। ଫଜଲେ ଉମର ରିସର୍ଚ୍ଚ ସେଣ୍ଟର ଗଠନ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ସେ ପ୍ରଥମେ ସେଠାରେ କେମିଷ୍ଟ୍ରିରେ MBBS କରିଥିଲେ ଓ UKରୁ କେମିଷ୍ଟ୍ରି ବିଭାଗରୁ PhDର ଡିଗ୍ରୀ ହାସଲ କରିଥିଲେ। ତାପରେ ସେ ଇସ୍ତାନବୁଲର ପୁରସ୍କାର ବିଜେତା ମଧ୍ୟ ଥିଲେ। ସେ ଯାହା ହେଉ ଯେତେବେଳେ ସେ ଫେରିଆସିଲେ ସେତେବେଳେ ତୁରନ୍ତ ଇନଷ୍ଟିଟ୍ୟୁଟ୍ ତିଆରି ହୋଇପାରିନଥିଲା। ସେଥିପାଇଁ ହଜରତ ମୁସଲିମ ମଉଦ ରଦିୟଲ୍ଲାହୁ ସ୍ୱର୍ଗତଙ୍କୁ ସେଠାରେ ନିୟୋଜିତ କଲେ ନାହିଁ। ସ୍ୱର୍ଗତ ମହୋଦୟ ଖାଲି ବସିଥିଲେ। ତେବେ ସ୍ୱର୍ଗତ ଡାକ୍ତର ଶଫିକ ସାହେବ ପିତାଙ୍କୁ କହିଲେ, ଯେପର୍ଯ୍ୟନ୍ତ ଜମାତକୁ ତୁମର ଆବଶ୍ୟକତା ପଡ଼ିନାହିଁ ସେ ପର୍ଯ୍ୟନ୍ତ ତୁମେ ମୋ ସହିତ ବ୍ୟାପାରରେ ସାମିଲ ହୋଇଯାଅ। ଅତଏବ ସେ ନିଜର ପିତାଙ୍କ ସହିତ ବ୍ୟବସାୟ କାର୍ଯ୍ୟରେ ସାମିଲ ହୋଇଥିଲେ। ପ୍ରାୟ 14-15 ବର୍ଷ ପର୍ଯ୍ୟନ୍ତ ମୁଲତାନ ଜିଲ୍ଲାର ଅମୀର ଭାବରେ ସେ ସେବା ସମ୍ପାଦନ କରିଥିଲେ। ସେହିପରି ଫୁରକାନ ଫୋର୍ସରେ ମଧ୍ୟ ସେ ସାମିଲ ହୋଇଥିଲେ। ଖଲିଫତୁଲ ମସିହ ରାବେ ରହିମତୁଲ୍ଲାହଙ୍କ କାଳରେ କଲିକତାରେ 2 ବଂଶଙ୍କ ମଧ୍ୟରେ ଏକ ବିବାଦ ପ୍ରସଙ୍ଗ ରହିଥିଲା। ସେହି ବିବାଦ ଦୀର୍ଘଦିନ ଧରି ଚାଲିଥିଲା। ସ୍ୱର୍ଗତ ଡାକ୍ତର ଶଫିକ ସାହେବ ସେହି 2 ବଂଶର ଅତି ପ୍ରିୟ ବ୍ୟକ୍ତି ଥିଲେ। ତେବେ ହଜରତ ଖଲିଫତୁଲ ମସିହ ରାବେ ରହିମତୁଲ୍ଲାହ ଏକ କମିଶନ ଗଠନ କରିଥିଲେ। ସ୍ୱର୍ଗତ ମହୋଦୟଙ୍କୁ ସେଠାକୁ ତଦନ୍ତ କରିବାକୁ ପ୍ରେରଣ କରିଦିଆଯାଇଥିଲା। ସ୍ୱର୍ଗତ ଅତ୍ୟନ୍ତ ସୁନ୍ଦର ଢଙ୍ଗରେ ସେହି ବିବାଦକୁ ସମାଧାନ କରିଥିଲେ। ଖଲିଫତୁଲ ମସିହ ରାବେ ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ତାପରେ 1991 ମସିହାରେ ଖଲିଫତୁଲ ମସିହ ରାବେ ରହିମତୁଲ୍ଲାହଙ୍କ ଆଦେଶ କ୍ରମେ ସେ ୟୁଗାଣ୍ଡା ଚାଲି ଯାଇଥିଲେ। ସେଠାରେ ଅଏଲ ମିଲ୍ ସ୍ଥାପନ କରିବାର ଥିଲା। ନିଜର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ଅଏଲ ମିଲ୍ ସ୍ଥାପନ କରିଥିଲେ ଓ ସେହିପରି ଆଫ୍ରିକାର ଅନ୍ୟ 3ଟି ଦେଶରେ ମଧ୍ୟ ଏହି ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ରହିଥିଲା। ଆଉ ତାହାକୁ ସେ ଅତି ସୁନ୍ଦର ଭାବରେ ନିର୍ବାହ କରିଥିଲେ। ମୁଲତାନ ଏଡିବଲ ଅଏଲ ମିଲ୍ ମଧ୍ୟ ବଡ଼ ଅଏଲ ମିଲ୍। ସେଠାରେ ଆପଣ କାମ କରୁଥିଲେ, ନିଜର ବ୍ୟବସାୟ କରୁଥିଲେ। କିନ୍ତୁ ଏହି ଅନୁଭବ ସର୍ବଦା ସ୍ୱର୍ଗତଙ୍କ ଉପରେ ରହିଥିଲା ଯେ ମୁଁ ଜଣେ ୱକ୍ଫେ ଜିନ୍ଦେଗୀ ଉତ୍ସର୍ଗୀ। ସ୍ୱର୍ଗତ ମହୋଦୟ ନିଜର ବ୍ୟବସାୟିକ କର୍ମ ବ୍ୟବସ୍ଥାକୁ ମଧ୍ୟ ଜମାତର କାର୍ଯ୍ୟ ପାଇଁ ପଛରେ ପକାଇ ଦେଉଥିଲେ। ଜମାତର କାର୍ଯ୍ୟକୁ ଆଗରେ ରଖୁଥିଲେ।
ସେ ଯାହା ହେଉ 2003 ମସିହାରେ ସ୍ୱର୍ଗତ ମହୋଦୟ ମୋତେ ପତ୍ର ଲେଖିଲେ, ବର୍ତ୍ତମାନ ମୁଁ ନିଜକୁ ୱକ୍ଫ କରିବାକୁ ଚାହୁଁଛି ଓ ଅବଶିଷ୍ଟ ଜୀବନ ମୁଁ ଜମାତର ସେବା କରିବାକୁ ଚାହୁଁଛି। ସୁତରାଂ ମୁଁ ତାଙ୍କୁ ତେହରିକେ ଜଦିଦର ନାଏବ ଓକିଲ ତସ୍ନିଫ ରୂପେ ନିଯୁକ୍ତ କରିଥିଲି। ସ୍ୱର୍ଗତ ମହୋଦୟ ଜଣେ ଶିକ୍ଷିତ ବ୍ୟକ୍ତି ଥିଲେ। ସ୍ୱର୍ଗତଙ୍କର ଇଂରାଜୀ ଜ୍ଞାନ ବେଶ ଭଲ ରହିଥିଲା, ଧାର୍ମିକ ଜ୍ଞାନ ମଧ୍ୟ ରହିଥିଲା। ତେଣୁ ସ୍ୱର୍ଗତ ମହୋଦୟ ଧାର୍ମିକ ବ୍ୟକ୍ତି, ଧାର୍ମିକ କାର୍ଯ୍ୟ ଅତ୍ୟନ୍ତ ଉତ୍ତମ ଢଙ୍ଗରେ ସମ୍ପାଦନ କରିପାରୁଥିଲେ। ତାଙ୍କର ସୁପୁତ୍ର କୁହନ୍ତି ଯେ ମୋ ପିତା ପବିତ୍ର କୁରାନର ତେଲାୱତ କରିବା ଓ ତା ଉପରେ ଅନୁଧ୍ୟାନ କରିବାକୁ ବିଶେଷ ରୂପେ ଗୁରୁତ୍ୱ ଦେଉଥିଲେ। ଅତ୍ୟନ୍ତ କୋମଳ ହୃଦୟୀ ବ୍ୟକ୍ତି, ବାତ୍ସଲ୍ୟତା ଭାବବେଗରେ ପରିପୂର୍ଣ୍ଣ। ସ୍ୱର୍ଗତ ମହୋଦୟ ଜଣେ ମାନବ ପ୍ରେମୀ ବ୍ୟକ୍ତି ଥିଲେ। ସ୍ୱର୍ଗତଙ୍କ ମାର୍ଗଦର୍ଶନ ଓ ସଂସ୍କାର କରିବାର ଅତ୍ୟନ୍ତ ଉତ୍ତମ ଢଙ୍ଗ ରହିଥିଲା ଓ ସବୁ ସ୍ଥାନରେ ନିଜ ମତ ପ୍ରକାଶ କରୁନଥିଲେ, ବରଂ ଯେଉଁ ସ୍ଥଳେ ଯଥୋଚିତ ମନ କରୁଥିଲେ ସେଠାରେ ନିଜର ମତ ପ୍ରକାଶ କରୁଥିଲେ। ତୃତୀୟ ଜନାଜା ହେଲା ସ୍ୱର୍ଗତ ଶ୍ରୀମତୀ ବୁଶରା ପରୱେଜ ମିନହାଜ ସାହେବଙ୍କର। ସେ ୟୁଏସ୍ର ପରୱେଜ ମିନହାଜ ସାହେବଙ୍କର ପତ୍ନୀ ଥିଲେ। ବିଗତ ଦିନରେ ତାଙ୍କର ବିୟୋଗ ଘଟିଛି। ଇନ୍ନା ଲିଲ୍ଲାହି ଓ ଇନ୍ନା ଇଲୈହି ରାଜିଉନ୍। ଚୌଧୁରୀ ଫଜଲ ଅହମଦ ସାହେବ କରିମ ଓ ନୁସରତାବାଦର ପୂର୍ବତନ ମ୍ୟାନେଜର ଅର୍ଥାତ୍ ପରିଚାଳକ ଥିଲେ। ସେଠାରେ ଜମାତର ଯେଉଁ ଫାର୍ମ ହାଉସ୍ ରହିଥିଲା ସେଠାକାର ସେ ମ୍ୟାନେଜର ଥିଲେ। ତେଣୁ ସ୍ୱର୍ଗତ ଶ୍ରୀମତୀ ବୁଶରା ପରୱେଜ ମିନହାଜ ସାହେବା ଚୌଧୁରୀ ଫଜଲ ଅହମଦ ସାହେବଙ୍କର କନ୍ୟା ଥିଲେ। ସ୍ୱର୍ଗତ ନିଜର ବିବାହ ପୂର୍ବରୁ ମଧ୍ୟ ହାଇଦ୍ରାବାଦର ସିନ୍ଧର ଲଜନାରେ ବେଶ ସେବା କରିବାର ସାମର୍ଥ୍ୟ ଲାଭ କରିଥିଲେ। ତାପରେ ରାଉଲପିଣ୍ଡି ଠାରେ ସେ ଅବସ୍ଥାନ କରିଥିଲେ। ଏଠାରେ ମଧ୍ୟ ତାଙ୍କୁ ସେବା କରିବାର ସୌଭାଗ୍ୟ ଲାଭ ହୋଇଥିଲା। ହାଇଦ୍ରାବାଦ ପିଣ୍ଡି ହଲକାର ସେ ସଦର ଲଜନା ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତତ୍ପରେ ସେ ନିଜ ସ୍ୱାମୀଙ୍କ ସହିତ ଆମେରିକା ଚାଲି ଯାଇଥିଲେ। ସେଠାରେ ନାଏବ ସଦର ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ସ୍ୱର୍ଗତା 5 ବେଳା ନମାଜ ପାଠ କରି, ତେହଜୁଦ ପାଠ କରି ଓ ରୋଜାର ନିୟମାନୁବର୍ତ୍ତୀ ମହିଳା ଥିଲେ। ଆଲ୍ଲାହ ତାଆଲା ଓ ତାଙ୍କ ଖଲିଫାଙ୍କ ଉପରେ ତାଙ୍କର ପ୍ରଗାଢ଼ ବିଶ୍ୱାସ ରହିଥିଲା। ଜଣେ ଅତିଥି ସତ୍କାରୀ ମେଳାପୀ ମହିଳା ଥିଲେ। ଅଭାବୀ ଓ ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ଆଦି ସୁଗୁଣର ଅଧିକାରୀ ଥିଲେ। ନୈଷ୍ଠିକ ମହିଳା ଥିଲେ। ଖିଲାଫତ ସହିତ ଗଭୀର ଆନ୍ତରିକତା ଓ ପ୍ରେମ ରହିଥିଲା। ସର୍ବଦା ଦୁଆ କରିବା, ପତ୍ର ଲେଖିବା ତାଙ୍କର ବିଶେଷତା ରହିଥିଲା। ସେ ଓସିୟତ ମଧ୍ୟ କରିଥିଲେ। ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ, କିନ୍ତୁ ଅତ୍ୟନ୍ତ ଦୟା, ପ୍ରେମ, ମମତା ଓ ବାତ୍ସଲ୍ୟତାରେ ପରିପୂର୍ଣ୍ଣ ମହିଳା ଥିଲେ। ଆଲ୍ଲାହ ତାଆଲା ସ୍ୱର୍ଗତଙ୍କ ପ୍ରତି ସଦୟ ହୁଅନ୍ତୁ ଓ ବୈକୁଣ୍ଠରେ ତାଙ୍କ ସ୍ତରକୁ ଉନ୍ନୀତ କରନ୍ତୁ। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون. اذكروا الله يذكركم وادعوه يستجب لكم ولذكر الله أكبر.